नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। मन्नाथ श्री जगन्नाथ मदगुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरवे नमः। क्रियायोग परंपरार समस्त गुरु मानक मु प्रणाम करुचे। विश्वर प्रत्येक संप्रदायर गुरु मानक मु प्रणाम करुचे। उपस्थित भगवत स्वरूपगण सबरी भितरे जगन्नाथ को उपलब्धि करी मु प्रणाम करुचे। आज जून 8 तारिख 2025 मसीहा। समस्ते निजर जीवन को समीक्षा करी देखंतु, निजर जीवनटा को सूक्ष्म भाव में देखंतु। समस्ते सबुबले चिंताग्रस्त अवस्था। किए केबे चिंतारू मुक्त हो पारुना। जेते बयस बढ़ी बढ़ी चली सेते मनीष चिंतायुक्त अवस्था पड़ जाउछि। समस्त भितरे देखंतु ए वासना कामनार चिंता एते वासना कामना बढ़ी जाउछि। डे बाय डे मनीष पूरा चिंतार विव्रत व्यतिव्यस्त हो पड़ुछि। जेते चाहिए मध्य से चिंतारू मुक्ति हो पारुना। जेतेबेले नकारात्मक चिंता ता भीतर आसुछि से बेसी दुख जंत्रणा कष्ट भोगुछि। जेतेबेले सकारात्मक चिंता ता भीतर आसुछि एते दुख कष्ट जंत्रणा भोगु नहीं, कम भोगुछि। किंतु से कामनाटा फुलफिल न होबा पर्यंत, पूर्ण न होबा पर्यंत से बहुत चिंताग्रस्त हो पड़ुछि। एइबळी भाबरे दिन पर दिन राति पर राति अतिबाहित होबारे लागिछि। निजर बयस मध्य बढ़िबारे लागिछि। प्रत्येक दिन पर दिन आसुची जाउची। मनीष किंतु चिंता मुक्त हो पारुना। थरे जदि भावी देखिबे सतरे कौन ये जीवनटा चिंता मुक्त अवस्था को जीव। समस्ते भाविकी देखंतु सतरे कौन एमिति गोटे दिन आसीब मु आ चिंता किछि करिबे नाही। एमिति गोटे दिन आसीब मु आ किछि चिंता करिबे नाही। थरे भाविकी देखिले ए अवस्था केबे जीवन रे आसीब। केबे जदि भाविबे आपण व्यस्त एवं विव्रत लागिब। किंतु ये अवस्था निश्चिंत दिने आसीब। साधना कले, क्रिया योग को भल भाव अभ्यास कले, गुरुगत प्राण हेले, श्रद्धार सहित भावर सहित भक्तिर सहित जप ध्यान रे मन को रखिले निश्चिंत ये अवस्था दिने आसीब। जो गोटे मिनिट रे आमर 60टी चिंता आसुची, थॉट्स पर थॉट्स समुद्र जमते ढेउ पर ढेउ ढेउ पर ढेउ, ढेउर विराम नहीं, विश्राम नहीं। से भली चिंतार विश्राम भी नहीं। आपण शोइले भी चिंता आसुची, काम कले भी चिंता आसुची, कथा कहला भितर भी चिंता आसुची,
ଏବଂ ଶୁଣିଲା ଭିତରେ ବି ଚିନ୍ତା ଆପଣଙ୍କର ଆସୁଛି। ଏ ବିରାଟ ବଡ଼ କଥା। ଏ ଥଟ୍ସ, ଏ ଚିନ୍ତା ଯିବ କେମିତି? ଚିନ୍ତା କେଉଁଠୁ ଆସୁଛି? ସବୁ ହିଁ ଭିତରୁ ଆସୁଛି। ଯାହା ଘଟଣା ଆପଣ ଜୀବନରେ ଘଟୁଛି ସବୁ ହିଁ ଭିତରୁ ଆସୁଛି। ଭିତରେ ତାହେଲେ କେଉଁଠି ଷ୍ଟୋର ହେଇ ଅଛି? ଯଦି ଷ୍ଟୋର ହେଇ ନାହିଁ, ସେ ଚିନ୍ତା ଗୁଡ଼ାକ ଆସିବ କେମିତି? ନିଶ୍ଚିନ୍ତ ଭାବରେ ଆମର ମିଡ୍ ବ୍ରେନରେ ବା ଚିତ୍ତରେ ସମସ୍ତ ସଂସ୍କାର ଗୁଡ଼ିକ, ଜନ୍ମ ଜନ୍ମାନ୍ତରର ସଂସ୍କାର ଗୁଡ଼ିକ ସଞ୍ଚିତ ହୋଇ ଅଛି। ସେଗୁଡ଼ିକ ପୋଡ଼ିକି କେବେ ପାଉଁଶ ହେଉନାହିଁ। ମଣିଷ ଯାହା ପୋଡ଼ି ଦିଏ ତା ପାଉଁଶ ହେଇଯାଏ, ତାର ଅସ୍ତିତ୍ୱ କିନ୍ତୁ ରହେ ନାହିଁ। ମନୁଷ୍ୟ ଯେତେ ପ୍ରକାର ଯଜ୍ଞ କରୁଛି, କିଏ ଜ୍ଞାନ ଯଜ୍ଞ କରୁଛନ୍ତି, କିଏ ଘୃତ ଯଜ୍ଞ କରୁଛନ୍ତି, କିଏ ଅର୍ଣ୍ଣ ଯଜ୍ଞ କରୁଛନ୍ତି, କେତେ ପ୍ରକାର ଯଜ୍ଞ ଅଛି କରୁଛନ୍ତି। କିନ୍ତୁ ଯେକୌଣସି କର୍ମ କର, ସାଧନାକୁ ଛାଡ଼ିଦେଲେ, ନିର୍ଗୁଣ ସାଧନା ନିଷ୍କାମ ସାଧନାକୁ ଛାଡ଼ିଦେଲେ, ଯେତେ ପ୍ରକାର ସଂସାରରେ କର୍ମ କର, ଦେଖିବ ତୁମର ସଂସ୍କାର ପୋଡ଼ିକି ପାଉଁଶ ହେବ ନାହିଁ। ତୁମର ସଂସ୍କାର ଡେ ବାଇ ଡେ, ଡେ ବାଇ ଡେ, ଡେ ବାଇ ବଢ଼ି ଚାଲିଛି, ଚାଲିବ। ଦୁଇଟି କଥା, କାହା ଭିତରେ ପଜିଟିଭ୍ ଥଟ୍ସ ଆସୁଛି, କାହା ଭିତରେ ନେଗେଟିଭ୍ ଥଟ୍ସ ଆସୁଛି, ଏବଂ କାହା ଭିତରେ ନେଗେଟିଭ୍ ପଜିଟିଭ୍ ମିଶ୍ରିତ ଥଟ୍ସ ଆସୁଛି। ଖୁବ୍ କମ୍ 1% ନୁହେଁ ଯେଉଁମାନେ ଥଟ୍ଲେସ୍ ଷ୍ଟେଜକୁ ଯାଇପାରନ୍ତି ଏବଂ ଥଟ୍ଲେସ୍ ଷ୍ଟେଜରେ ରହିପାରନ୍ତି। ସେମାନେ ବିରଳ, ସେମାନେ ମହାପୁରୁଷ ବା ମହାତ୍ମା, ସେମାନେ ଭଗବାନ ବା ଈଶ୍ୱର କହିଲେ କିଛି ଭୁଲ ହେବ ନାହିଁ। ଦେଖନ୍ତୁ, ସମୁଦ୍ରରେ ଯେଉଁ ଢେଉ ଆସୁଛି, ଯେଉଁ ତରଙ୍ଗ ଆସୁଛି, କେମିତି ସୃଷ୍ଟି ହେଉଛି? ଯଦି ବାୟୁମଣ୍ଡଳରେ ବାୟୁ ପ୍ରବାହ ନ ରହିବ, ତାହେଲେ ସେଗୁଡ଼ିକ କେବେ ସୃଷ୍ଟି ହେବ ନାହିଁ। ଯେତେବେଳେ ବାୟୁ ପ୍ରବାହ କମିଯିବ, ତାହେଲେ ସମୁଦ୍ରରେ ଢେଉ ବି ଆଉ ହେବ ନାହିଁ। ସେଭଳି ଯେଉଁ ଦେହ ରୂପକ ସମୁଦ୍ରରେ ଯେଉଁ ଢେଉ ଆସୁଛି, ଥଟ୍ସ ପରେ ଥଟ୍ସ ଆସୁଛି, ତା ମୂଳରେ ରହିଛି କ'ଣ? ନା ଶ୍ୱାସ ପ୍ରଶ୍ୱାସରୁ ସମସ୍ତ କାମନା ବାସନା ଗୁଡ଼ିକ ଢେଉ ରୂପରେ ଆମ ଭିତରେ ଆସୁଛି। ଯଦି ଆମେ ଶ୍ୱାସ ପ୍ରଶ୍ୱାସକୁ ନିୟନ୍ତ୍ରଣ କରିବା, ସେଇ ଗୋଟିଏ କାମ ଯଦି ଆମେ କରିବା, ତାହେଲେ ଆମର ଚିନ୍ତା ଗୁଡ଼ିକ କମିବାରେ ଲାଗିବ ଏବଂ ଆମେ ଅସତ ଚିନ୍ତାରୁ ସତ ଚିନ୍ତାକୁ ଆସିବା। ଏବଂ ସତ ଚିନ୍ତାରେ ରହି ସାଧନା କରି 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 ଚାଲିଲେ, କି ସାଧନା? ନା ଶ୍ୱାସ ପ୍ରଶ୍ୱାସକୁ ଯଦି ଆମେ ସବୁବେଳେ ନିୟନ୍ତ୍ରଣ କରିବା, ଆୟତ କରିବା, ସବୁବେଳେ ତାଙ୍କ ଶ୍ୱାସ ପ୍ରଶ୍ୱାସରେ ଆମେ ମନକୁ ରଖିବା, ତାହେଲେ ଆପଣ ଦେଖିବେ ଆପଣଙ୍କର ଥଟ୍ସ ବା ଚିନ୍ତା କମିବାରେ ଲାଗୁଛି ଏବଂ ପୋଡ଼ିକି ପାଉଁଶ ହେଉଛି। ଯେଉଁ ଜନ୍ମ ଜନ୍ମାନ୍ତରର ଚିନ୍ତା ଆପଣ ଭିତରେ ପାହାଡ଼ ଆକାରରେ ରହିଛି, ତା ଧୀରେ ଧୀରେ କ୍ଷୟ ହେବାକୁ ଲାଗିଛି। ତେଣୁ ଆମେ କେତେ ସମୟ ବସିକି ଶ୍ୱାସ ପ୍ରଶ୍ୱାସର ସାଧନାକୁ ବା ନିଷ୍କାମ ସାଧନାକୁ ବା ସହଜ ସାଧନାକୁ ଆମେ କରିପାରୁଛେ। ଆମେ କାହିଁକି କରିପାରୁନେ? ତାର ଅନେକ କାରଣ ଅଛି। ଏ କରି ନ ପାରିବାର ମୂଳ କାରଣ ହେଉଛି କ'ଣ? ନା ଆମକୁ ଇନ୍ଦ୍ରିୟ ଗଣ, ପ୍ରକୃତି ଗଣ ଆମକୁ ସବୁବେଳେ ବହିର୍ମୁଖୀ କରୁଛନ୍ତି, ସବୁବେଳେ ଅସତ ଦିଗକୁ ନେଉଛନ୍ତି ଏବଂ ନକାରାତ୍ମକ ଚିନ୍ତା ଗୁଡ଼ିକ ଆମକୁ ସେ ଦେଉଛନ୍ତି। କିଏ? ଆପଣଙ୍କର ଇନ୍ଦ୍ରିୟ ଗଣ, ପ୍ରକୃତି ଗଣ। ବାବା ଗୋଟେ ଏପିସୋଡ଼ରେ କହିଥିଲେ, ଶରୀର ଜ୍ଞାନ ବିଷୟରେ କହିଥିଲେ, ଇନ୍ଦ୍ରିୟ ଉପରେ କହିନଥିଲେ, ଶ୍ୱାସ ପ୍ରଶ୍ୱାସ ଉପରେ କହିନଥିଲେ, ଆତ୍ମା ଉପରେ କହିନଥିଲେ। ଖାଲି ଶରୀର ବିଷୟରେ କହୁ 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 2 ଘଣ୍ଟା ପାଖାପାଖି ଚାଲିଥିଲା। ଆଜି ଦେଖିବେ କେଉଁ ଇନ୍ଦ୍ରିୟ ମାନେ ଆପଣଙ୍କୁ ସାଧନା କରିବାରେ, ଈଶ୍ୱରାଭିମୁଖୀ କରିବାରେ
ବା ଚିନ୍ତା ଶୂନ୍ୟ କରିବାରେ ବିଘ୍ନ କରୁଛନ୍ତି। ଆପଣଙ୍କର ଜାଣିବା କଥା, ଆମ ଶରୀରରେ 10ଟା ଇନ୍ଦ୍ରିୟ ଅଛି, ମନକୁ ମିଶେଇକି 11 ଇନ୍ଦ୍ରିୟ। ମନଟା ଜ୍ଞାନ ଇନ୍ଦ୍ରିୟରେ ଯାଏ, କିନ୍ତୁ ଯେଉଁ ଇନ୍ଦ୍ରିୟକୁ ଯେଉଁ କାମ ଦିଆଯାଇଛି ସିଏ ସେଇ କାମଟି କରେ, ତାର ଦୋସରା କାମ ସିଏ ଆଉ କରିପାରିବ ନାହିଁ। କିନ୍ତୁ ମନକୁ ଏଭଳି ପାୱାର ଦିଆଯାଇଛି, ଏଭଳି କ୍ଷମତା ଦିଆଯାଇଛି, ଏଭଳି ଶକ୍ତି ଦିଆଯାଇଛି, ସେ କ'ଣ କରେ ନା ସମସ୍ତ 10ଟା ଯାକ ଇନ୍ଦ୍ରିୟର କାମ ମନ ଏକୁଟିଆ କରିଦେବ। ଆପଣ ଶୁଣିଲେ ଚିନ୍ତନ କରନ୍ତୁ। ମନ ଦେଖିପାରିବ, ମନ ଶୁଣିପାରିବ, ମନ ସ୍ପର୍ଶ କରିପାରିବ, ମନ ଗନ୍ଧ ନେଇପାରିବ, ମନ କଥା କହିପାରିବ, ମନ ସ୍ୱାଦ ଚାଖିପାରିବ, ମନ ଚାଲିପାରିବ, ମନ ଧରିପାରିବ, ମନ ସବୁକିଛି ଉପଭୋଗ କରିପାରିବ। ମଳଦ୍ୱାର ଯୌନେନ୍ଦ୍ରିୟର ସମସ୍ତ ଜ୍ଞାନେନ୍ଦ୍ରିୟ କର୍ମେନ୍ଦ୍ରିୟ କାମ ଏକୁଟିଆ ମନ କରିଦେଇପାରିବ। ତେଣୁ ସାଧନାରେ ଆମର ଘୋର ବିଘ୍ନ ସବୁବେଳେ ଘଟୁଛି। କିଏ କରଉଛି ନା ଆମର ମନ ଆଉ ଯେଉଁ 10ଟି ଇନ୍ଦ୍ରିୟ ରହିଲେ, 25ଟି ପ୍ରକୃତି ରହିଲେ, ଏ ଆମକୁ ସବୁବେଳେ ବହିର୍ମୁଖୀ କରୁଛନ୍ତି, ଅନ୍ତର୍ମୁଖୀ କରୁନାହାନ୍ତି। ବାହାର ବ୍ରହ୍ମାଣ୍ଡରେ ଆମକୁ ବୁଲଉଛନ୍ତି। ଭିତରେ ଗୋଟେ ବ୍ରହ୍ମାଣ୍ଡ ଅଛି, ସେ ବ୍ରହ୍ମାଣ୍ଡରେ ସବୁକିଛି ଅଛି, ଏବଂ ସେ ବ୍ରହ୍ମାଣ୍ଡ ପାଖକୁ ଆମର ମନଟି ଯାଇପାରୁନାହିଁ। ଆମେ ସବୁବେଳେ ଚିନ୍ତାଯୁକ୍ତ। ମୂଳ କଥା, ସବୁବେଳେ ଆମେ ଚିନ୍ତାଯୁକ୍ତ। ଯେତେବେଳେ ଦେଖନ୍ତୁ, ନିଜକୁ ସମୀକ୍ଷା କରନ୍ତୁ, ଆପଣ ଥଟ୍ରେ ଅଛନ୍ତି, ଥଟ୍ଲେସ୍ ଷ୍ଟେଜକୁ ଯାଇପାରୁନାହାନ୍ତି। କ'ଣ ନାଇଁ କ'ଣ ତ ଚିନ୍ତା ପଶୁଛି। ସମସ୍ତେ କହୁଛନ୍ତି ସେ ଚିନ୍ତାକୁ କେମିତି ନିୟନ୍ତ୍ରଣ କରାଯିବ, ଆୟତ୍ତ କରାଯିବ, ସେ ବିଷୟରେ କେହି ଆଉ ସଚେତନ ନୁହନ୍ତି, ଆଉ ଭାବୁନାହାନ୍ତି। ସେ ଭାବୁଛନ୍ତି କ'ଣ କେମିତି ଗୋଟେ ସହଜ ଉପାୟ ଅଛି, ତାକୁ କରିଦେଲେ ଆମେ ଚିନ୍ତାଶୂନ୍ୟ ଅବସ୍ଥାକୁ ଚାଲିଯିବୁ। ଯେତେ ଉପାୟ ଅଛି ଏ ସାରା ପୃଥିବୀ ପୃଷ୍ଠରେ ଆପଣ କରନ୍ତୁ, ଚିନ୍ତାଶୂନ୍ୟ ଅବସ୍ଥା ହେଇପାରିବ ନାହିଁ ଯଦି ଆପଣ ନିଷ୍କାମ ସାଧନା ନ କରିବେ। ଯଦି ଆପଣ ନିଷ୍କାମ ସାଧନା କରିବେ, ତାହେଲେ ଆପଣ ଚିନ୍ତାଶୂନ୍ୟ ଅବସ୍ଥାକୁ ଯାଇପାରିବେ। ଦେଖନ୍ତୁ, ବହୁ ଲୋକ ଔଷଧ ଖାଉଛନ୍ତି, ରାତିରେ ନିଦ ବଟିଆ ଖାଉଛନ୍ତି, ଟାବଲେଟ୍ ଖାଉଛନ୍ତି ଥଟ୍ଲେସ୍ ଷ୍ଟେଜ୍ ଯିବା ପାଇଁ। ବହୁତ ଲୋକ ନିଶାଗ୍ରସ୍ତ ହେଉଛନ୍ତି, ଟିକେ ନିଶା ଖାଇଦେଲେ ଆମେ ଟିକେ ଚିନ୍ତାଶୂନ୍ୟ ଅବସ୍ଥାକୁ ଯିବୁ। ବହୁତ ଲୋକ ଡେଉଁରିଆ କବଚ ବାନ୍ଧୁଛନ୍ତି, କାଳେ ଆମେ ଟିକେ ଚିନ୍ତାଶୂନ୍ୟ ଅବସ୍ଥାକୁ ଯିବୁ। ବହୁତ ଲୋକ ପୂଜାପାଠ କର୍ମକାଣ୍ଡ କରୁଛନ୍ତି ଟିକେ ଚିନ୍ତାଶୂନ୍ୟ ଅବସ୍ଥାକୁ ଯିବା ପାଇଁ। କିନ୍ତୁ ଦେଖନ୍ତୁ, କୌଣସି କର୍ମ ଦ୍ୱାରା ଏ ସଂସ୍କାର ପୋଡ଼ି ପାଉଁଶ ହୁଏ ନାହିଁ, ସଂସ୍କାର ବଢ଼େ। ବହୁତ ଲୋକ ପାପୀ ଲୋକ ଅଛନ୍ତି, ବହୁତ ପୁଣ୍ୟବାନ ଲୋକ ବି ଧରାପୃଷ୍ଠରେ ଅଛନ୍ତି, କେତେ ଜଣ ଧାର୍ମିକ ଅଛନ୍ତି। ଏ କଥା ମନରେ ଆସୁଛି। ଆମେ ଟିକେ ସିମ୍ପଲ୍ ଲାଇଫ୍ ମେଣ୍ଟେନ୍ କଲେ, ଟିକେ ସାତ୍ୱିକ ଖାଦ୍ୟ ଖାଇଲେ, ଟିକେ ହାତ ଟିକେ କାହାକୁ ଦାନ କରିଦେଲେ, ଟିକେ ମନ୍ଦିର ଚାଲିଗଲେ, ଟିକେ ପୂଜା କରିଦେଲେ, ଆମେ ଭାବୁଛେ ଆମେ ଜଣେ ସ୍ପିରିଚୁଆଲ୍ ମ୍ୟାନ୍, ଆମେ ଜଣେ ଧାର୍ମିକ ଲୋକ। ଧର୍ମର ସଂଜ୍ଞା ତା ନୁହେଁ। ତା ଦ୍ୱାରା ତୁମେ ପୁଣ୍ୟ ଅର୍ଜନ କଲ, ପାପ ଅର୍ଜନ କଲ ନାହିଁ। ଅନେକ ପୁଣ୍ୟ ସଞ୍ଚୟ ପରେ ତମର ଏଭଳି ଗୋଟେ ବାର୍ଥ ହବ, ଯେଉଁ ବାର୍ଥରେ ତୁମେ ଧାର୍ମିକ ଲୋକ ହବ। ଆମେ ଏଇ କଥା କେତେ ଜଣ ଭଲ ଭଲ IAS, OAS, ଡକ୍ଟର, ଇଞ୍ଜିନିୟରଙ୍କ ସହିତ ଆଲୋଚନା କରିଛୁ। ସେମାନେ ଶୁଣିକି ବହୁତ ମନ ଦୁଃଖ କରନ୍ତି। ସତରେ ଆମେ ଧାର୍ମିକ ନୁହଁ? ନା ନା, ଆପଣ ଜଣେ ପୁଣ୍ୟବାନ ବ୍ୟକ୍ତି, ଜଣେ ଭଲ ଲୋକ, କିନ୍ତୁ ଆପଣ ଧାର୍ମିକ ନୁହଁ। ଧାର୍ମିକର ସଂଜ୍ଞା ଯାହା ଭିତରେ କୌଣସି ବାସନା କାମନା ନାହିଁ, ଯିଏ ଅହଙ୍କାର ଶୂନ୍ୟ ହେଇଛି, ଇଗୋଲେସ୍ ହେଇଛି। ମୁଁ ବୋଲି ତା ଭିତରେ କିଛି ନାହିଁ, ସବୁକିଛି ଈଶ୍ୱର, ସବୁକିଛି ତୁମେ। ନିଜକୁ ପୂର୍ଣ୍ଣ ରୂପେ ସମର୍ପଣ କରିଦେଇଛି ଭଗବାନଙ୍କ ନିକଟରେ, ଆଉ ଭଗବାନଙ୍କ ପାଇଁ ସେ ବଞ୍ଚିଛି।
ମାନେ ଭଗବାନ ପାଇଁ ବଞ୍ଚିଛି ଅର୍ଥ ବୁଝିବାଟା କ'ଣ? ବହୁ ଲୋକ ଭାବନ୍ତି ଭଗବାନ ପାଇଁ ବଞ୍ଚିଛି, ଭଗବାନ ତାକୁ ଖାଇବାକୁ ପିଇବାକୁ ରହିବାକୁ ଦେଇଛନ୍ତି ବୋଲି ସେ ଭଗବାନ ପାଇଁ ବଞ୍ଚିଛି ବୋଲି କହୁଛି। ତା ନୁହେଁ। ଭଗବାନଙ୍କ ପାଇଁ ବଞ୍ଚିଛି ଅର୍ଥ ସେ ଭଗବାନଙ୍କର ପିତା ଅର୍ଥେ ସବୁବେଳେ ମାନେ କର୍ମ କରି ଚାଲିଛି। ଶଯ୍ୟା ତ୍ୟାଗରୁ ଶଯ୍ୟାକୁ ଯିବା ପର୍ଯ୍ୟନ୍ତ ତାର ଚିନ୍ତା କିଛି ନାହିଁ। ସେ କାହା ଚିନ୍ତା କରୁଛି ନା ତା ପ୍ରଭୁର ଚିନ୍ତା, ତା ଇଷ୍ଟର ଚିନ୍ତା କରୁ। ପ୍ରଭୁଙ୍କର କେମିତି ପୂଜା ହେବ, ଇଷ୍ଟଙ୍କର କେମିତି ପୂଜା ହେବ, ସେ କେମିତି ବସ୍ତ୍ର ପିନ୍ଧିବେ, ଚନ୍ଦନ ପିନ୍ଧିବେ, ଫୁଲ ତାଙ୍କୁ ଦିଆହେବ ଏବଂ ସେମାନେ କେମିତି ଆନନ୍ଦ, ମୋ ପ୍ରଭୁ ଆନନ୍ଦ ପାଇବେ, ମୋ ପ୍ରଭୁ କେମିତି ଭଲରେ ରହିବେ, ମୋ ପ୍ରଭୁଙ୍କ ପାଇଁ କେମିତି ପ୍ରସାଦ ଲାଗିବ ଏବଂ ମୋ ପ୍ରଭୁ ଖାଇକି କେମିତି ଖୁସି ହେବେ। ଭାଗବତରେ ଗୋଟେ ପଦ ଅଛି, ସ୍ୱଭାବେ ମୋର ଭକତ ସର୍ବଦା ମୋର କାର୍ଯ୍ୟ ରତ। ସ୍ୱଭାବେ ମୋର ଭକତ ସର୍ବଦା ମୋର କାର୍ଯ୍ୟ ରତ। ଯିଏ ଭକ୍ତ ସେ କ'ଣ କରୁଛି ନା ସର୍ବଦା ମୋରି କାର୍ଯ୍ୟରେ ରହିଛି। ଚିନ୍ତା କରି ଦେଖନ୍ତୁ, ଆପଣ ଭଗବାନ ପାଇଁ ବଞ୍ଚିଛନ୍ତି, ଆପଣ ଗୁରୁଙ୍କ ପାଇଁ ବଞ୍ଚିଛନ୍ତି, ଆପଣ ବଞ୍ଚିଛନ୍ତି ଆପଣଙ୍କ ପାଇଁ, ଆପଣଙ୍କର ପିଲାପିଲିଙ୍କ ପାଇଁ, ନିଜ ସ୍ତ୍ରୀ ଥିଲେ ସ୍ୱାମୀ ପାଇଁ, ସ୍ୱାମୀ ଥିଲେ ସ୍ତ୍ରୀ ପାଇଁ ବଞ୍ଚିଛନ୍ତି। କିଏ ଭଗବାନଙ୍କ ପାଇଁ ବଞ୍ଚିଛି? କେବଳ ଏ ଜୀବନଟା, କେବଳ ଏ ଶରୀରଟା, ଏ ମନଟା, ପ୍ରାଣଟା ସେ କେବଳ ପ୍ରଭୁଙ୍କୁ ଦେଇଦେଇଛି। ତାର ବୋଲି ଆଉ କିଛି ନାହିଁ। ସେ ଖାଉଛି ପ୍ରଭୁଙ୍କ ପାଇଁ, କଥା କହୁଛି ପ୍ରଭୁଙ୍କ ପାଇଁ, ବଞ୍ଚିଛି ପ୍ରଭୁଙ୍କ ପାଇଁ, ଯାହା କାମ କରୁଛି ପ୍ରଭୁଙ୍କ ପାଇଁ। ଯଦି ଜଣେ ଲୋକ, ଜଣେ ମନୁଷ୍ୟ ଯଦି ଏଇଭଳି ଚିନ୍ତାରେ ସବୁଦିନେ ରହିଲା, ତାର ଫଳାଫଳଟା କ'ଣ? ଯାହାର ଚିନ୍ତା କରିବ, ଯାହାର ପୂଜା କରିବ, ଯାହାର ଯଶ ଗୁଣ କୀର୍ତ୍ତି ବର୍ଣ୍ଣନା କରିବ, କ'ଣ ହବ ନା ଭଗବାନ ତାକୁ ନିଶ୍ଚିନ୍ତ ଭାବରେ କୂଳ କରିନେବେ ଏବଂ ତାକୁ ଅତି ନିଜର ଆପଣାର କରିନେବେ ଏବଂ ତାର ସମସ୍ତ ଦାୟିତ୍ୱ ସେ ନିଶ୍ଚିନ୍ତ ଭାବରେ ବହନ କରିବେ। ଏହି କନଫିଡେନ୍ସ ଆମର ଏପର୍ଯ୍ୟନ୍ତ କାହାରି ନାହିଁ। ଈଶ୍ୱର ଅଛନ୍ତି, ସମସ୍ତେ ଜାଣିଛନ୍ତି। ଭଗବାନ ଅଛନ୍ତି, ସମସ୍ତେ ଜାଣିଛନ୍ତି। ବାବା ଆର୍ଥରିକ କହିଥିଲେ କୋଉଠି ଅଛନ୍ତି ନା ତମର ଆଜ୍ଞା ଚକ୍ରରେ ଅଛନ୍ତି। ସହସ୍ରା କଥା କୁହା ହେଇନାହିଁ, ମହାଶୂନ୍ୟ କଥା କୁହା ହେଇନାହିଁ। ଯଦି ଅଛନ୍ତି ଶରୀର ଭିତରେ ବା ବାହାରେ ଭିତରେ ସର୍ବତ୍ର ଯଦି ଅଛନ୍ତି, ଆମ ମନ ଆଜ୍ଞା ଚକ୍ରକୁ କେତେ ସମୟ ଯାଉଛି, କେତେ ସମୟ ଆମେ ସେଇଠି ମନକୁ ଦେଇ ରଖିପାରିଛେ ଏବଂ ସଂସାର ଭିତରେ ରହି ଏହା କ'ଣ ସମ୍ଭବ? ସବୁ ସମ୍ଭବ। ଦୁଇଟା କଥା ଉପରେ ନିର୍ଭର କରେ, ଗୋଟେ ହେଉଛି ବୈରାଗ୍ୟ, ଗୋଟେ ହେଉଛି ଅଭ୍ୟାସ। ବହୁ ଲୋକ ଭାବନ୍ତି ବୈରାଗ୍ୟ ହେଲେ ଯାଇ ସାଧନା ହେବ। ଦେଖନ୍ତୁ, ବହୁତ ସାଧୁମାନଙ୍କୁ ଦେଖନ୍ତୁ, ଏ ବାବାଜୀମାନଙ୍କୁ ଦେଖନ୍ତୁ, ସାଧୁ ଅଲଗା, ବାବାଜୀ ଅଲଗା, ସନ୍ଥ ଅଲଗା, ମହାପୁରୁଷ ସବୁ ଅଲଗା, ସମସ୍ତଙ୍କର ସଂଜ୍ଞା ଅଲଗା। ଆରେ ଲେକ୍ଚର ଯିଏ, ଟିଚର କ'ଣ ସିଏ, ପ୍ରଫେସର କ'ଣ ସେ, ସବୁ ଅଲଗା ଅଲଗା ଅଲଗା। ତେଣୁ ସେସବୁ କଥା ଆପଣ ଶୁଣିଲେଣି। ତେଣୁ ଦେଖନ୍ତୁ, ସେମାନେ ଘର ଦ୍ୱାର ଛାଡ଼ି ଆଶ୍ରମବାସୀ ହେଇଛନ୍ତି, ଆଶ୍ରମରେ ଅଛନ୍ତି ତାଙ୍କର ବୈରାଗ୍ୟ ଥିବାରୁ, ସଂସାରଟାକୁ ଅନିତ୍ୟ ଅସତ୍ୟ ବୋଲି ଭାବିଥିବାରୁ, ଭଗବାନ ସତ୍ୟ ବୋଲି ଭାବିଥିବାରୁ ସେ ଘର ଦ୍ୱାର ଛାଡ଼ି ସେଇ ସେଲ୍ଫ ରିଏଲାଇଜେସନ୍ ସେଣ୍ଟରକୁ ଚାଲି ଯାଇଛନ୍ତି। ବୈରାଗ୍ୟ ଅଛି, ଆପଣମାନେ ଯାଇପାରୁନାହାନ୍ତି କାରଣ ବୈରାଗ୍ୟ ନାହିଁ, ଆପଣଙ୍କର ଆସକ୍ତି ଅଛି। କହିବାର ଅର୍ଥ ଏଠି ବୈରାଗ୍ୟ ସେମାନଙ୍କର ଆସିଲା, ଅଭ୍ୟାସ ଅଛି କି? ଅଭ୍ୟାସ ଅଛି କି? ଅଭ୍ୟାସ ସେମାନଙ୍କର ନାହିଁ। କୋଉ ଜନ୍ମର ସଂସ୍କାରରୁ ସେମାନେ କ'ଣ ହେଇଛନ୍ତି ନା ବାବାଜୀ ହେଇଯାଇଛନ୍ତି, କି ସାଧୁ ହେଇଯାଇଛନ୍ତି, କି ବୈଷ୍ଣବ ହେଇଯାଇଛନ୍ତି, କିମ୍ବା କ'ଣଟେ ତ ହେଇ ଗେରୁଆଟେ କି ଧଳାଟେ ପିନ୍ଧି ଦାଢ଼ି ବାଳ ଛାଡ଼ି ଡୋରକୁ ପୁନି ପିନ୍ଧି ବସିଛନ୍ତି। ଆଉ କ'ଣ ଅଛି? ଖାଇଲେ ପିଇଲେ ଶୋଇଲେ ଉଠିଲେ, କ'ଣ ଟିକେ ଠାକୁରଙ୍କ ସେବା କରିଦେଲେ। ସ୍ୱଭାବେ ମୋର ଭକତ
ସର୍ବଦା ମୋର କାର୍ଯ୍ୟ ରତ 24 ଘଣ୍ଟା ସେ ମୋର କାମ କରିବ। ଭଗବତ ଗୀତାରେ ଭଗବାନ କ'ଣ କହିଛନ୍ତି ନା ତସ୍ମାତ୍ ସର୍ବେଷୁ କାଳେଷୁ ଯୋଗ ଯୁକ୍ତ ଭବ ଅର୍ଜୁନ। ପ୍ରତ୍ୟେକଟି ସମୟରେ ଇଚ୍ ମୋମେଣ୍ଟ ଇଚ୍ ଟାଇମ୍ ଇଚ୍ ପ୍ଲେସ୍ ଏ ବୋଲି ଫିଲ୍ ଡିଭାଇନ୍ ପ୍ରେଜେନ୍ସ ସବୁବେଳେ ତାଙ୍କୁ ଅନୁଭବ କରନ୍ତୁ। କଲେ କ'ଣ ମିଳିବ ଆପଣ ଦେଖିବେ। ବିଜ୍ଞାନ ସହିତ ବିଜ୍ଞାନ ଯୁଗ ବର୍ତ୍ତମାନ ଦେଖିବେ ଆପଣ ଯାହାକୁ ଚିନ୍ତା କରିବେ, ଯାହା ବିଷୟ ଭାବିବେ, ଯାହା କଥା କହିବେ ତାର ଭାବ, ତାର ଗୁଣ, ତାର ପ୍ରଭାବ ଆପଣଙ୍କ ମିଡ୍ ବ୍ରେନ୍ ଉପରେ, ବ୍ରେନ୍ ଉପରେ ଆଉ ଆପଣଙ୍କ ବଡି ଉପରେ ପଡ଼ିବ। ଦେଖୁନାହାନ୍ତି ଗୋଟେ ଭଲ ଲୋକର କଥା ଚିନ୍ତା କରନ୍ତୁ ଆପଣ ମନ କେମିତି ହେଇଯାଉଛି। ଗୋଟେ ଖରାପ ଲୋକର କଥା ଚିନ୍ତା କରନ୍ତୁ ଆପଣଙ୍କର ମନ କେମିତି ହେଇଯାଉଛି। ଖଟା କଥା ବି ଚିନ୍ତା କରନ୍ତୁ ଆପଣଙ୍କର ମନ କେମିତି ହେଇଯାଉଛି। ମିଠା କଥା ଚିନ୍ତା କରନ୍ତୁ ଶରୀର, ମାଇଣ୍ଡ, ବ୍ରେନ୍ ଉପରେ କିଭଳି ପ୍ରଭାବ ପଡ଼ୁଛି। ଥରେ ଗୁରୁଦେବ ତାଙ୍କ ରୁମ୍ରେ ଆମେ ଅନେକ ଡିସାଇପଲ୍ ବସିଛୁ, ଜଣକୁ ଡାକିଲେ ପାଖକୁ। ଯାହାକୁ ଭଲ ପାଆନ୍ତି ଗୁରୁ ତାଙ୍କୁ ପରୀକ୍ଷା କରନ୍ତି। ସମସ୍ତଙ୍କୁ କାହିଁ ପରୀକ୍ଷା କରିବେ? ଯିଏ ପରୀକ୍ଷା ଦେଇପାରିବ ତାକୁ ପରୀକ୍ଷା କରିବେ ନା ଆଉ ସମସ୍ତଙ୍କୁ ପରୀକ୍ଷା କଲେ ଲାଭ କ'ଣ ମିଳିବ? ବଥ ପାଚିଥିଲେ ଅପରେସନ୍ କଲେ ଡାକ୍ତରର ଆରାମ, ରୋଗୀର ବି ଆରାମ। ଯଦି ବଥ ପାଚି ନାହିଁ ଡାକ୍ତର ହାତ ମାରିଦେଲା ସିଏ ପୋଡ଼ା ଜଳା ହେବ। ଏଣେ ବି ଯେତେବେଳେ ପୋଡ଼ା ଜଳା ହେଲା ଡାକ୍ତର ବି ସେମିତି କଷ୍ଟ ପାଇବ। କେମିତି ପୋଡ଼ା ଜଳା ବନ୍ଦ ହେବ? ତେଣୁ ଯିଏ ସାଧନା କରିବା ପାଇଁ ଆସିଛନ୍ତି, ଯିଏ ଦେବଲୋକରୁ ଆସିଛନ୍ତି, ଯେଉଁମାନେ ଜନ୍ମାନ୍ତର ଅଭ୍ୟାସ କରି 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 କ୍ରିୟା ଯୋଗକୁ ବା ଯେକୌଣସି ଜପ ଧ୍ୟାନକୁ କରି 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 ଆସିଛନ୍ତି, ତାଙ୍କ ମିଡ୍ ବ୍ରେନ୍ରେ ସେଇଟା ସଞ୍ଚିତ ହୋଇ ଅଛି ଏବଂ ସେମାନେ ସେଇ ଚିନ୍ତା ନେଇ ଜନ୍ମ ହୋଇଛନ୍ତି ମା ଗର୍ଭରୁ। ତାଙ୍କୁ କହିବାକୁ ପଡ଼ିବନି। କହନ୍ତି ନା ଆରେ ମା ପେଟରୁ ଇଏ ଜଟ, ଏ ସାଧୁ ହେଇଯିବ, ବାବାଜୀ ହେଇଯିବ, ତାକୁ କରିବାକୁ ପଡ଼ିବନି। ସେ ହେଇକି ଆସିଛି, ନାମକୁ ମାତ୍ର ଗୁରୁ ତାକୁ କ'ଣ କରିବେ? ଉପଦେଶ ଦେବେ। ଦେଖନ୍ତୁ କଥା ରହିଗଲା। ତେଣୁ ସେମାନଙ୍କର ବୈରାଗ୍ୟ ଅଛି, ଅଭ୍ୟାସ ନାହିଁ। ତେଣୁ ଅଭ୍ୟାସ ଦ୍ୱାରା, ବୈରାଗ୍ୟ ଦ୍ୱାରା ଏଇ ଯେଉଁ 11ଟା ଇନ୍ଦ୍ରିୟ ଆମକୁ ବିଘ୍ନ କରୁଛନ୍ତି, ସାଧନା ଦ୍ୱାରା ଆମେ ତାକୁ ନିୟନ୍ତ୍ରଣ ଆୟତ୍ତ କରିପାରିବା। ତେଣୁ କ'ଣ ଅଭ୍ୟାସ କରିବା? ଅଭ୍ୟାସ ବଡ଼ ନା ବୈରାଗ୍ୟ ବଡ଼? ମନରେ ପ୍ରଶ୍ନ ଉଠିବ। ଅଭ୍ୟାସଟା ବହୁତ ବଡ଼। ଯଦି ଆପଣ ପ୍ରତ୍ୟେକ ଗୋଟେ କଥାକୁ ଯଦି ଅଭ୍ୟାସ କରି 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 ଚାଲିବେ କଣ୍ଟିନ୍ୟୁଅସ୍ ପ୍ରୋସେସରେ, ଦେଖିବେ ବୈରାଗ୍ୟ ଅର୍ଥ ବିତରାଗ ଇତି ବୈରାଗ୍ୟ। ଆପଣଙ୍କ ଭିତରେ ରାଗ ବୋଇଲେ ଆସକ୍ତି, ଆପଣଙ୍କର ସବୁଥରୁ ଆସକ୍ତି ତୁଟିଯିବ। କେଉଁଥିରେ ଆଉ ଆସକ୍ତି ରହିବ ନାହିଁ। ମନର ଦେଖନ୍ତୁ ସବୁଥିରେ ଆସକ୍ତି। ଟଙ୍କା କେମିତି ଅଧିକା ରୋଜଗାର ହେବ, କାହାର ଆସକ୍ତି ନାହିଁ। କେମିତି ଗୋଟେ ଭଲ ସୁନ୍ଦର ପୁଅକୁ ବାହା ହେବି ବା ସୁନ୍ଦର ସ୍ତ୍ରୀ କି ବାହା ହେବି, ତାଙ୍କର କେମିତି ଆସକ୍ତି ନାହିଁ। କେମିତି ଭଲ ଖାଦ୍ୟ ଖାଇବି, 7ଟା ଚକ୍ରର କଥା ମୁଁ କହୁଛି। କେମିତି ଭଲ ଖାଦ୍ୟ, ରାତି ପାଇଲେ ବିଭିନ୍ନ ପ୍ରକାର ଟେଷ୍ଟଫୁଲ୍ ଖାଦ୍ୟ କର, ଆମେ ତାକୁ ଖାଇବା। କେତେ ସମୟ ଯାଉଛି, ମନ ସେଠି କେତେ ନିବେଶ ହେଉଛି। ପୁଣି ଇଏ ଖାଦ୍ୟ ରୋଷେଇ ହେଉଛି ଭଗବାନଙ୍କ ପାଇଁ ବୋଲି ଆମର ଧାରଣା ନାହିଁ ଏବଂ ଭଗବାନଙ୍କ ନିକଟରେ ଏ ଖାଦ୍ୟକୁ ସମର୍ପଣ କରି ଆମେ ପ୍ରସାଦ ରୂପରେ ପାଇବା, ଏଇ କଥା ବି ନାହିଁ। କ୍ରିୟା ଯୋଗ ପରମ୍ପରାରେ ସମସ୍ତଙ୍କୁ କୁହାଯାଇଛି 4ର୍ଥ ଅଧ୍ୟାୟର 29 ବେଳକୁ ପାଠ କରି ଚଳୁ କରି ଆପଣ ପ୍ରସାଦ ପାଇବେ। କିଏ କଥାକୁ ଆପଣମାନେ ମାନୁଛନ୍ତି? ଖାଦ୍ୟ ଯେମିତି ଦେଖିଲେ ଏତେ ଆସକ୍ତି, ଏତେ ଲାଳସା, ସାଥି ସାଥି କେମିତି ଖାଇବା। ଗୁରୁଦେବ କହୁଥିଲେ ଖାଇଲା ବେଳେ ଆପଣ ବୋଧ ରଖିବେ ସେଇ ଭଗବାନ ଆପଣ ଭିତରେ ରହି ଖାଉଛନ୍ତି। ଗୀତାରେ ପଞ୍ଚଦଶ ଅଧ୍ୟାୟରେ ପ୍ରମାଣ ଅଛି, ଅହଂ ବୈଶାନର ଭୂତା ପ୍ରାଣୀନାଂ ଦେହମ୍ ଆଶ୍ରିତ ପ୍ରାଣପାନ ସମାଯୁକ୍ତ ପଚାମନଂ ଚତୁର୍ବିଦମ୍। ମୁଁ ବୈଶାନର ଅଗ୍ନି ରୂପେ ରହି ସମସ୍ତ ଖାଦ୍ୟକୁ ମୁଁ ଜୀର୍ଣ୍ଣ କରୁଛି। ତେଣୁ ଆମେ ପଢ଼ୁଛେ କିନ୍ତୁ କିଛି କରିପାରୁନେ।
गीता बहुत लोक पढ़ती, गीतार आखरिक अर्थ केही जानती नहीं। श्रीमद् भगवत गीता जहाँ पुस्तक उपर लेखा अच्छी, जदि श्री की आपण बुझे घंटा घंटा लगे, मद को बुझे म को बुझे घंटा घंटा, द को बुझे घंटा घंटा, भ को बुझे घंटा घंटा। किंतु रामकृष्ण परमहंस कहले रे हृदु, सबुदिन हृदु पढ़े भणजा कौटी ना दक्षिणेश्वर काली मंदिर, तू टे गीता पढ़िलु, से गीता पढ़े बुझे कि कहे ठाकुर तो पाठशाठ पढ़ी नथिले, निज ना को भी बंगला लिखि पारु नथिले, बंगला कहते हिंदी खंडे खंडी टिके टिके कहते। तू जाकू पढ़ुचु मु ताकू सबुदिने करे, तू जाकू पढ़ुचु मु ताकू सबुदिने करे। आउ तू भागवत पढ़ीचु, गीता पढ़ुचु, रामायण पढ़ुचु, महाभारत पढ़ुचु, एति तो सरल ग्रंथ आ वेद उपनिषद को किए पाठ कर, संस्कृत लेखा अच्छे, जार सीना संस्कृत ज्ञान थब ताकू से पढ़ी की बुझीपार, समस्ते कौन बुझीपारे से लगी क्रमान्वये भगवान जुग पर जुग सरलीकृत करदे कौन ना गीता भागवत सृष्टि करदे, रामायण महाभारत। तेणु कहले गीता को संक्षेप कहले कौन हम ना त्यागी, जे जीवन रे सबु किछि त्याग करि परिबो, से गीताटा कौन बुझीपार। जार त्याग जीवन नाही, जार भोग जीवन अच्छी, बाबा बे कहले किए धार्मिक ना जा भितर अहंकार नाही, जा भितर वासना कामना नाही, से लोकटी धार्मिक। जी लोक दान करुच्ची, सेवा करुच्ची, गछ लगाऊँच, लोक खाया दौची, स्कूल करिछि, कॉलेज कर बिना फ्री रे पाठ पढ़ाऊँच, फ्री रे औषध दौची, कूଅ खोल दौची, कार घर करे दौची, ये सब कले लोक धार्मिक लोक नुहे। ता भितर वासना अच्छी, ता भितर अहंकार अच्छी, सी गोटे प्रतिष्ठा पाई, गोटे पद पाई एवं उपकृत होगापाई, लोक समाज रे चिन्हिबा जानिया से कर्मटी करुच्ची। देखंतु मूल कथा रहिला कौन ना ये जीवन रे प्रत्येक मुहूर्त रे मनुष्य चिंतायुक्त, प्रत्येक मुहूर्त रे माने कामना वासना मन हृदय परि राति शोले से बेले बेले होची जे कौन करी कौन करी कौन करी चिंता शून्य अवस्था को से जाई पारु ना। कि जितेबाला से टिके हल्का हो जाए, अर्थात ता भीतर कौन से थट्स न था, टिके हल्का हो जाए, खाली हो जाए, पूरा खाली होने टिके हल्का हो जाए, पतला हो जाए, कहला भल लगे से तो केते भल लगे। ताको जब से रियलाइज करंदा ताले से कहीं केते चिंतायुक्त अवस्था रे रहंदा, ताले विश्राम मिलिबो केतेबेले। समस्ते कहबे आमे टिके सोइबु, राति अनेक हो जाओ, तुम केबे सोइलणी? सोइबाटा कौन जानिच? तुमर स्थूल शरीर फिजिकल बॉडी रेस्ट नहीं, तुम भीतर जो आस्ट्रल बॉडी कजल बॉडी अच्छी से कौन रेस्ट नहीं। तीनटा शरीर, गोटे स्थूल शरीर, गोटे सूक्ष्म शरीर, गोटे कारण शरीर। स्थूल शरीर विषय बाबा कहते आपण मैंने भल कि जानी ना कौन ये पंचभूत, कौन ये सप्त धातु, कौन ये शरीर, से विषय 2 घंटा जाइए, घंटा 45 मिनिट तापर कहला इंद्रिय मान कहब। तेणु आपण तो शुअती देखिंट आपण को श्वास प्रश्वास शोची, जदि आपणकर ब्रेथ शोई नहीं ताले समस्त ऑर्गन काम करुच्ची, आपणकर हार्ट काम करुच्ची, आपणकर लंग्स काम करुच्ची, आपणकर स्टोमक काम करुच्ची, आपणकर लिवर काम करुच्ची, आपणकर किडनी काम करुच्ची, स्मॉल इंटेस्टाइन काम करुच्ची, लार्ज इंटेस्टाइन काम करुच्ची, पैनक्रियास काम करुच्ची, रेक्टम काम करुच्ची, सेक्सुअल ऑर्गन काम करुच्ची, ब्रेन काम करुच्ची, सबू किछि ब्रेन भितर सबू किछि काम चली। ताले विश्राम केमिति हैला? शोइल तुम केतेबेले? तुम तो प्रकृत शोइबा शिखिन। श्वास शोइले समस्ते शोइबे। सरल भाषा ब्रेथ जो रेस्ट नेला आपण मानकर रेस्ट है, प्रकृत रेस्ट। जो ब्रेथ रेस्ट निए ताकू कह जाए कौन ना मेडिटेशन, ध्यान।
ଯେତେବେଳେ ପୂରକ ହେଉଛି ପ୍ରବେଶ କରୁଛି, ରେଚକ ହେଉଛି ବାହାରୁଛି, ଯେତେବେଳେ ଆମର ଭିତରେ କୁମ୍ଭକ ହେଉଛି, ହୋଲ୍ ହେଉଛି ଇଂଲିଶରେ କହିଲେ ବନ୍ଦ ହେଇଯାଉଛି, ସେତେବେଳେ ଆମର ମେଡିଟେସନଟା ହେଉଛି ବା ଆମେ ସେତେବେଳେ ରେଷ୍ଟ ନେଇଯାଉଛନ୍ତି। ସମସ୍ତ ସୂକ୍ଷ୍ମ ଶରୀରଟା ପୁରା ରେଷ୍ଟ ନେଇଯାଉଛନ୍ତି। ଚିନ୍ତା କରି ଦେଖିଲେ ଆପଣଙ୍କ ଶ୍ୱାସ ପ୍ରଶ୍ୱାସ କେତେବେଳେ ବନ୍ଦ ହେଇଛି? କି ପାଗଳାମୀ କଥା! ଶ୍ୱାସ ପ୍ରଶ୍ୱାସ ବନ୍ଦ କରି ଲୋକ ମରିଯିବ, ଶ୍ୱାସ ପ୍ରଶ୍ୱାସ ବନ୍ଦ କରିବା କଥା କି କ'ଣ କହୁଛନ୍ତି? କିଏ କେଉଁଠି ବନ୍ଦ କରିଛି? ବନ୍ଦ କରିଛନ୍ତି। ଯଦି ତାର କୌଶଳ ତତ୍ତ୍ୱଗୁରୁଙ୍କ ଠାରୁ ଶିଖିବେ, ଆପଣ ଦେଖିବେ ଆପଣଙ୍କର ଏତେ ଥଟ୍ସ ଆଉ ଆସିବନି। ଥଟ୍ ଆସିବ କିନ୍ତୁ ଏତେ ଆସିବ ନାହିଁ, ଆପଣଙ୍କୁ ବିବ୍ରତ କରିବ ନାହିଁ, ବ୍ୟତିବ୍ୟସ୍ତ କରିବ ନାହିଁ, ଚଞ୍ଚଳ କରିବ ନାହିଁ, ଇମୋସନାଲ୍ କରିବ ନାହିଁ, କିଛି କରିବ ନାହିଁ। ଆପଣ ସବୁବେଳେ ଗୋଟିଏ ଅବସ୍ଥାରେ ରହିବେ, ଆତ୍ମବୋଧ ଅବସ୍ଥାରେ। କିନ୍ତୁ ସବୁ କାମ କରିବେ, ସଂସାର ରହିବେ, ହସିବେ, ଖାଇବେ, ଚାଲିବେ, ସବୁ କରିବେ, କିନ୍ତୁ ଗୋଟିଏ ସ୍ଥିତି, ଗୋଟିଏ ଅବସ୍ଥା ଆପଣଙ୍କର ଆସିବ। ସୋଲ୍ କନସିୟସନେସ୍ ରହିବେ ଯଦି ଆପଣଙ୍କର ବ୍ରେଥ୍ କଣ୍ଟ୍ରୋଲ କରିବା ଶିଖିବେ। ଗୋଟେ ଛୋଟିଆ ବ୍ରେଥ୍ କଣ୍ଟ୍ରୋଲ ଟେକ୍ନିକଟେ କହୁଛି, ସବୁବେଳେ ସିଧା ବସିବେ। ଯେ ବଙ୍କା ବସିବ ସେ ବ୍ରେଥ୍ କଣ୍ଟ୍ରୋଲ ଏତେ ଶୀଘ୍ର କରିପାରିବ ନାହିଁ। କାହିଁକି? ବ୍ରେଥ୍ଟା ଆପଣ ଯେଉଁ ନାସାପୋଡ଼ା ଦେଇ ଯାଉଛି ଲଙ୍ଗସ୍, ତାପରେ ହାର୍ଟ, ଏଣ୍ଟାୟାର ବଡ଼ିରେ ଯେଉଁ ଅକ୍ସିଜେନ୍ ଅଛି ତା ଦ୍ୱାରା ରକ୍ତ ପ୍ରବାହିତ ହେଉଛି। ଆପଣ ଯଦି ବଙ୍କା ବସିବେ ସେ ଠିକ୍ ଭାବରେ ଯାଇପାରିବ ନାହିଁ, ଠିକ୍ ଭାବରେ ଆସିପାରିବ ନାହିଁ। ତା ଗତିରେ ଗୋଟେ ବାଧା ସୃଷ୍ଟି ହେବ, ଯାହାଫଳରେ ଶ୍ୱାସ ପ୍ରଶ୍ୱାସ ନିୟନ୍ତ୍ରଣ କରିବାରେ ଆମକୁ କଷ୍ଟ ହୋଇପଡ଼େ। ସେଥିଲାଗି ସବୁ ଗ୍ରନ୍ଥରେ ଦେଖିବେ ଆଗ ବସିବା କଥାଟା କେତେ ସୁନ୍ଦର ଭାବରେ କୁହାଯାଇଛି। ପତଞ୍ଜଳି କ'ଣ କହିଲେ ନା ସ୍ଥିର ସୁଖା ସମାସନମ୍। ଯେଉଁ ଆସନରେ ବସିଲେ ସ୍ଥିର ହେବେ, ହଲଚଲ, ସୁଖ ଲାଗିବ, କମ୍ଫର୍ଟ ଲାଗିବ। ସମ ଆସନ ବୋଇଲେ ମେରୁଦଣ୍ଡ, ଗ୍ରୀବା, ଆପଣଙ୍କର ବ୍ରେନ୍, ମସ୍ତିଷ୍କ 90 ଡିଗ୍ରୀ ରହିବ। ପୁଣି ଭାଗବତ କ'ଣ କହିଲା ନା ସମ ଆସନ ବସି ଧୀରେ ସମୀର ସମ କଳେବରେ। ଯଦି ସମ ଆସନରେ ବସିବେ ଆପଣ ପବନ କ'ଣ ହେବ ନା ସମାନ ଭାବରେ ଅର୍ଥାତ୍ ସୁଷୁମ୍ନାରେ ପ୍ରବାହିତ ହେବ। ଏଡ଼ାରେ ଚାଲିଲେ ସାଧନା ହୁଏ ନାହିଁ, ପିଙ୍ଗଳାରେ ଚାଲିଲେ ସାଧନା ହୁଏ ନାହିଁ, ସୁଷୁମ୍ନାରେ ଦୁଇ ପୁଡ଼ାରେ ପ୍ରବାହିତ ହେଲେ ସାଧନା ହୁଏ। ତେଣୁ ଆମେ ସିଧା ବସୁଛେ କି? ଆମେ ଗୁରୁଦେବ କହୁଥିଲେ ପ୍ରଥମେ ତୁମେ ଜାଣ ହାଉ ଟୁ ସିଟ୍, ଆମେ କିଭଳି ଭାବରେ ବସିବା। ତେଣୁ କ'ଣ ଲେଖା ହେଇଛି? ଆପଣ ଭଗବତ ଗୀତା ପଢ଼ନ୍ତୁ, ଲେଖା ହେଇଛି କ'ଣ? ସମଙ୍କାୟ ଶିର ଗ୍ରୀବମ୍। କେଉଁଠି ଭଗବାନ ନ କହିଛନ୍ତି? ଗୀତାରେ କହିଛନ୍ତି, ଭାଗବତରେ କହିଛନ୍ତି, ଉପନିଷଦରେ କହିଛନ୍ତି, ପାତଞ୍ଜଳି ଯୋଗ ସୂତ୍ରରେ କହିଛନ୍ତି, ବେଦ ବେଦାନ୍ତରେ କହିଛନ୍ତି, ସବୁ ଜାଗାରେ ତୁମେ ସିଧା ବସ। ସମଙ୍କାୟ ଶିର ଗ୍ରୀବଂ ତୁମେ କରିବ, ତାହେଲେ ତୁମ ମନ ସ୍ଥିର ଏବଂ ଶାନ୍ତ ହେଇଯିବ। ଯଦି ଗୋଟେ ଲୋକ ପ୍ରତ୍ୟେକ ଦିନ ଗୋଟିଏ ଘଣ୍ଟା ସିଧା ବସିବ ସକାଳେ ବା ବ୍ରାହ୍ମ ମୁହୂର୍ତ୍ତରେ, ସନ୍ଧ୍ୟାରେ ଯଦି ଗୋଟିଏ ଘଣ୍ଟା ସିଧା ବସିବ, ତ ରୋଗ ହେବା କମ୍ ହେବ। ଏବଂ କ'ଣ ହେବ ନା ତା ଭିତରେ ରୋଗ ପ୍ରତିରୋଧ ଶକ୍ତି ଏତେ ବୃଦ୍ଧି ପାଇବ ଯେ ସେ ଡିଜିଜ୍ ହେବା କଷ୍ଟ, ଆଉ ତାକୁ ବାଲାନ୍ସ ମାଇଣ୍ଡ ହେବ, ତାର ଇନବାଲାନ୍ସ ମାଇଣ୍ଡ ହେବ ନାହିଁ। ଏବଂ ସେ ଯେକୌଣସି କଥାକୁ, ଯେକୌଣସି ତାର ପ୍ରାରବ୍ଧ ନେଇ ଯାହା ଭୋଗ ହେଉଥିବ ତାକୁ ସେ ଅତି ସାଦରରେ ଫେସ୍ କରି ପାସ୍ କରି ପଳେଇଯିବ। ତେଣୁ ଆମେ ଦେଖନ୍ତୁ ଆମେ କେତେବେଳେ ସିଧା ବସୁଛେ। ଗୁରୁଦେବ କହୁଥିଲେ ତମ ମେରୁଦଣ୍ଡଟାକୁ ସବୁବେଳେ ସିଧା କରି ରଖ, ତମ ଧନୁଟାକୁ ସିଧା କରି ରଖ। ଧନୁଟାକୁ ସିଧା କରି ତମେ ଧରିଛ, ତମ ଭିତରେ ଯେଉଁ ଶ୍ୱାସ ପ୍ରଶ୍ୱାସ ହେଉଛି କ'ଣ ନା ତୀରଟା, ସେ ତୀରକୁ ଠିକ୍ ଭାବରେ ମାରିପାରିଲେ ତମର ଲକ୍ଷ୍ୟ ଭେଦ ହେବ, ଅର୍ଥାତ୍ ତୁମେ ଆଜ୍ଞାରେ ପହଞ୍ଚିଲେ ସହସ୍ରାରେ ଯାଇକି ପହଞ୍ଚି ପାରିବ। ଏଠି କଥା ରହିଲା ବିଶ୍ରାମ କେମିତି ହେବ। ଟେକ୍ନିକଟେ ବାବା କହୁଥିଲେ
ପୁଣି ଚାଲିଗଲା କଥା ଅଲଗା ଆଡ଼େ। ଶ୍ୱାସଟିଏ ନେବେ, ଟିକେ ରହିବେ, ପୁଣି ରହିସାରିଲା ପରେ ଶ୍ୱାସଟିଏ ଟିକେ ଛାଡ଼ିବେ, ଛାଡ଼ିଲା ପରେ ରହିବେ। କିନ୍ତୁ ଶ୍ୱାସ ସ୍ୱାଭାବିକ ଗତିରେ ଯେତେବେଳେ ଯାଉଛି ଗୋଟେ ମୁହୂର୍ତ୍ତ ରହୁଛି, ପୁଣି ଛାଡ଼ିଦେଲା ପରେ ଗୋଟେ ମୁହୂର୍ତ୍ତ ରହୁଛି, ପୁଣି ନ ରହିବ କେବେ ଆସିପାରିବ ନାହିଁ। ଯେତେବେଳେ ଆସିଲା ନ ରହିଲେ କେବେ ଆଉ ଯାଇପାରିବ ନାହିଁ। ଗୋଟେ ଟେକାଟେ ଉପରକୁ ପକାଇ ଦିଅନ୍ତୁ, ସେ କ'ଣ ସଡନ୍ ପଡ଼ିବ କି? ଟିକେ ରହିଲା ପରେ ହିଁ ପଡ଼ିବ। ସେଇଭଳି ଆମେ ଯଦି ବ୍ରେଥଟାକୁ ନେବା ସହସ୍ର ଯାଏଁ, ଟିକେ ରହିଲେ ତାର ଗତିକି ଆମେ ଭାଙ୍ଗିଦେବା। କାହାକୁ କହନ୍ତି ପ୍ରାଣାୟାମ? ନା ତସ୍ମିନ୍ ସତି ଶ୍ୱାସ ପ୍ରଶ୍ୱାସ ଗତି ବିଚ୍ଛେଦ ପ୍ରାଣାୟାମ। ପ୍ରାଣାୟାମ ଅର୍ଥ କ'ଣ? ପ୍ରାଣ ଯୁକ୍ତ ଆୟାମ ଇତି ପ୍ରାଣାୟାମ। ଆୟାମ ଅର୍ଥ ବିଶ୍ରାମ। ପ୍ରାଣର ବିଶ୍ରାମ କେମିତି ହବ? ଯେ ତାର ସ୍ୱାଭାବିକ ଗତି ଲଙ୍ଗସ ଯାଏ ଯାଏ ପ୍ୟୁରିଫାୟାର ହେଇକି ଅକ୍ସିଜେନ ହାର୍ଟକୁ ଯାଏ, ତାପରେ ଏଣ୍ଟାର ବଡିକି ଯାଏ, ତାର ସ୍ୱାଭାବିକ ଗତିକି ଆମେ ଭାଙ୍ଗିଲେ କି? ଭାଙ୍ଗିଲେ ନାହିଁ। ତସ୍ମିନ୍ ସତି ଶ୍ୱାସ ପ୍ରଶ୍ୱାସ ଗତି ବିଚ୍ଛେଦ ଇତି ପ୍ରାଣାୟାମ। କିଏ କହୁଛନ୍ତି? ନା ପାତଞ୍ଜଳି କହୁଛି। ଭଗବତ ଗୀତାରେ ବି ଲେଖା ହେଇଛି। କ'ଣ ଲେଖା ହେଇଛି? ଅପାନେ ଜୁହତି ପ୍ରାଣଂ ପ୍ରାଣପାନ ତଥା ପରେ ପ୍ରାଣପାନ ଗତିରୁଦ୍ଧା ପ୍ରାଣାୟାମ ଅପରାୟଣ। ପୁଣି ଲେଖା ହେଇଛି ଚତୁର୍ଥ ଅଧ୍ୟାୟର 29 ଶ୍ଲୋକ, ପଞ୍ଚମ ଅଧ୍ୟାୟର 27 ଶ୍ଲୋକ ଲେଖା ହେଇଛି ପ୍ରାଣପାନ ସମକୃତ୍ୱ ନାସା ଅଭ୍ୟନ୍ତରଣ ଚାରିଣ। ଯୋଉଠି ଦେଖିବ ଭାଗବତ ଲେଖା ହେଇଛି ପ୍ରାଣ ତୋଳିବ ଯୋଗ ବଳେ, ସ୍ଥାପିବ ହୃଦୟ କମଳେ, ପୁଣି ତୋଳିବ ହୃଦୟ ମଧ୍ୟରେ, ନେଇ ସ୍ଥାପିବ ବ୍ରହ୍ମରନ୍ଧ୍ରେ, ସେ ବ୍ରହ୍ମରନ୍ଧ୍ର ଭେଦି ବଳେ ପରମ ବ୍ରହ୍ମ ଆସ୍ଥା ମିଳେ। ଶୁଣ ଏ ଭକତ ଶେଖର ସ୍ୱଚ୍ଛନ୍ଦ ମୃତ୍ୟୁ ୟାନ। ପ୍ରାଣ ତୋଳିବ ଯୋଗ ବଳେ, ସ୍ଥାପିବ ହୃଦୟ କମଳରେ। କେତେଟା ହୃଦୟ? କେହି କିଛି ବୁଝିପାରୁନାହାନ୍ତି। ଆଜିକାଲି ଅନେକ ସାଧୁ ସନ୍ଥମାନେ ସମସ୍ତ ହୃଦୟକୁ ଏଇ ଜାଗାଟାରେ ଦେଖେଇ ଦେଉଛନ୍ତି। ବାଃ, ଏଇଟା ବି ସତ୍ୟରେ ହୃଦୟ। ଏ ହୃଦୟରେ କ'ଣ ଭଗବାନ ଅଛନ୍ତି? ସେ ତ ଅହଙ୍କାର, ଅଜ୍ଞାନତା, ଅସ୍ମିତା, କାମ, କ୍ରୋଧ, ଲୋଭ, ମୋହ, ମଦ, ମାଶ୍ଚର୍ଯ୍ୟ ଭିତରେ ଏ ହାର୍ଟଟା ପରିପୂର୍ଣ୍ଣ। ଦେଖୁନାହାନ୍ତି କ'ଣ କହିଲୁ? ତୁ ମୋତେ ଚିହ୍ନିଛୁ, ତୁ ମୋତେ ଜାଣିଛୁ, ମୋର କେତେ ଶକ୍ତି ସାମର୍ଥ୍ୟ। ଦେଖନ୍ତୁ ସବୁ ଭାଇବ୍ରେସନ ଆପଣ ହାର୍ଟ ସେଣ୍ଟର ରହୁଛି, ସବୁ ଯାକ ଭାଇବ୍ରେସନ ହାର୍ଟ। କିଏ କ'ଣ କହିଦେଲା ଛାତି ଆପଣ ଦରଦର ପଡୁଛି। ସେ ହୃଦୟରେ କ'ଣ ଭଗବାନ ଅଛନ୍ତି? ଏବେ ଜଣେ ସାଧୁ ପ୍ରବଚନ ଦଉଥିଲେ, ଆମେ ଶୁଣୁଥିଲୁ। ଆମେ ଶୁଣୁ କିଏ କେମିତି ବାବା ମାନେ କହୁଛନ୍ତି, ସମସ୍ତଠୁ ଶିଖିବାର ଅଛି। ଜଗତ ଗୁରୁମୟ ଦେଖ, ନିଜକୁ ଶିଷ୍ୟ ପ୍ରାୟମଣ। ଜଗତ ଗୁରୁମୟ, ସମସ୍ତେ ଗୁରୁ ବୋଲି ଭାବ, ତାହେଲେ ଆପଣ କିଛି ଶିଖିପାରିବେ, ଜାଣିପାରିବେ। ଆପଣ କହିବେ ତାହେଲେ କ'ଣ ଆପଣଙ୍କର ଶିଖିବାର ଅଛି? ଶେଷ ଜୀବନ ପର୍ଯ୍ୟନ୍ତ ଶିଖିବାର ଅଛି। ଏକ୍ଜାମ୍ପଲ ଦେଖୁନାହାନ୍ତି, ବ୍ୟାସଦେବ କେମିତି ସାରା ଭାରତ ପରିକ୍ରମା କରି ଅନେକକୁ ଗୁରୁ କରି ଏବଂ କ'ଣ କରିଥିଲେ? ନା ଜ୍ଞାନ ଲାଭ କରିଥିଲେ। ଯେତେବେଳେ ଆପଣ ଭଗବାନ ହେଇଗଲେ, ଭଗବାନ ସହିତ ମିଳନ ହେଇ ଏକକାର ହେଇଗଲେ, ସେତେବେଳେ ଆପଣଙ୍କର ଆଉ କିଛି ଶିଖିବାର ନାହିଁ। କିନ୍ତୁ ତଥାପି ଅଛି ବୋଲି ସେଟା ତ ଭୁଲ ହବ କହିବା। ଯେତେବେଳେ ମଣିଷ ପରମାତ୍ମା ପରମ ବ୍ରହ୍ମ ହେଇଗଲା, ତାର ଆଉ କିଛି ଜାଣିବାର ନାହିଁ। ଭାବୁ ତାହେଲେ ପ୍ରଭୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନ କାହିଁକି ଜଗନ୍ନାଥ ଦର୍ଶନ କରିବାକୁ ପୁରୀ ଶ୍ରୀକ୍ଷେତ୍ର ଆସିଥିଲେ? ପ୍ରଭୁ ରାମଚନ୍ଦ୍ର ଲକ୍ଷ୍ମଣ ସୀତା ସହିତ କାହିଁକି ଜଗନ୍ନାଥ ଦର୍ଶନ କରିବାକୁ ପୁରୀ ଆସିଥିଲେ? ଜଣେ ଲୋକ କହିଲେ କୃଷ୍ଣଙ୍କର ନାଭି ବା ହୃଦୟ ଜଗନ୍ନାଥଙ୍କ ଭିତରେ ବ୍ରହ୍ମ ହିଁ ଅଛି। ଠିକ ଅଛି, ତାହେଲେ ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଅର୍ଜୁନ କାହିଁକି ଆସି ପୁରୀରେ ଅବସ୍ଥାପନ କରୁଥିଲେ, ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ? ତେଣୁ କ'ଣ ଅଛି କେହି ଜାଣିନାହାନ୍ତି, ସେ କଥା କେହି କହିପାରିବେ ନାହିଁ। ତେଣୁ ଛାଡ଼ନ୍ତୁ, ଆମର କଥା ପଡ଼ିଛି, ଆମେ ସବୁବେଳେ ଥଟଫୁଲ ମାଇଣ୍ଡ ରହୁଛେ, ଆମେ ସବୁବେଳେ ଚିନ୍ତାରେ ରହୁଛେ। ଆମେ ଚିନ୍ତାରୁ କେମିତି ବିରତ ହେବା, ବିଶ୍ରାମ କେମିତି ନେବା? ଯୀଶୁଖ୍ରୀଷ୍ଟ ଆସିଥିଲେ, ସେ କହିଲେ ମୁଁ ଧରାପୃଷ୍ଠକୁ ଅବତରଣ କରିଛି ସମସ୍ତଙ୍କୁ ବିଶ୍ରାମ ଦେବା ପାଇଁ। କେତେ ବଡ଼ କଥା ଦେଖିଲେ? ମୁଁ ସମସ୍ତଙ୍କୁ ବିଶ୍ରାମ ଦେବା ପାଇଁ ଆସିଛି।
आपण माने विश्राम नेबे मूलटी अटई विश्वास कहि जगन्नाथ दास विश्वास बिना कर्म जेते फल न फले कदाचिते जही पूजिले तही से मूलटी विश्वास अटई तेणु मंत्र मूल गुरुर वाक्य आपण जीवन में करें ना जदि करेंगे निश्चिंत आप सक्सेस हे देखु आज बसी गोटे श्वास नहीं रुहतु पुणी श्वास को छाड़ी रुहतु घंटाटे कर कि साधना नाई गुरु को प्रणाम करेंगे भगवान को प्रणाम करेंगे गुरु भगवान एक भावुले गोटे प्रणाम करेंगे यही टेक्निकटा खाली माने प्रैक्टिस करंतु जो जाऊँची आसूची बारण न होची दिने मन ताकू चिन्हिलु नहीं खाली एतिक उपर जदि आपण काम करेंगे नासारे प्रवाहित पवन कौन कहुच्छी ना हंस कहुच्छी जदि आप हंस खेलेबे हंस पर आपंकर मास्टरी आसब आपण ऑटोमेटिक परमहंस होइजिबे अर्थात आपण ज्ञानर भंडार होइजिबे आपण देखुना माँ सरस्वती वाहन कौन हंस से कहा पर बसी सरस्वती उपर बस कौनटे धरिकी बसी गोटे बीणाटे धरिकी बसी से बीणाटा हूँ आपणकर मेरुदंड जदि आप श्वास प्रश्वास साधना करी चलिए श्वास प्रश्वास पर आपणकर मास्टरी आसीज आपण सबुकिछि नियंत्रण और आयत्त करें आपण घंटा घंटा विश्राम ने विश्राम जी फ्रेश जी आनंद लोक पाए जी सतेज हो जाए से कौ थे खाइबारे पिंधिबारे बुलिबारे उपभोगरे से सब जिनस केबे पाई पारिबो नाही तेणु आपण ए कथार विश्वास करी आज श्वास प्रश्वास साधना को आपण करि परिबे जोग मीन्स कंट्रोल ऑफ द ब्रेथ ब्रेथ कंट्रोल इज सेल्फ कंट्रोल ब्रेथ मास्टरी इज सेल्फ मास्टरी करि परिबे कहीं करें ना मोर इंद्रिय गण प्रकृति गण आमको सबुबले बहिर्मुखी कराऊँ आमको अंतर्मुखी करूना साधनार जिते विघ्न आसूची से विघ्न जदि आप सूक्ष्म स्थिर भाव में बसिकी देखिए समस्त विघ्न आपण अंतरु आसूची भितर आसूची आपण कहते घरे पिला पार्टी करुँच बंधु बांधव आसी आमर बाघर हम केते कुणिया आम घर को आसी ये सब किए सृष्टि कर मो देह असुस्थ हो मोर पैसा नहीं मते समय मिलूना ऑफिस रे काम चली आपन जदि पचारे ता भितर 10टा कॉल 20टा कॉल आई आप धरी बाहर कुणिया बोली कौन आप 20टा कॉल धरी ना धरती केमी संभव है झाड़ा जदि 2 थर 3 थर अधिका खाईदे लोभरे सीना झाड़ा जाई ना जाई ना शौच होती ना मना कर अच्छा 3 प्रकार 2 प्रकार आइटम आप खाती बंधु आसे 10-12 प्रकार आइटम कर समय अच्छी ना नथिला ही भगवान ये फोन धरिया समय ये परिश्रा समय ये झाड़ा समय ये 15 प्रकार आइटम समय कि कथा से जगा करी कृष्ण राम कर समय ना मिछुटार खाली मुंडिया मारदेला गुरु को बास चलला केमी इंद्र माने आमको बहिर्मुखी करुँच आपण देखु जड़े डिसाइबल मु पचारि आप ध्यान करते ना नाई बोले कहीं ना घर कम करी निज घर कमटा कले नहीं ना कौ घर कम कर कि मुझे क्या संगे आप कथबार्ता होती जानते तो ये भुवनेश्वर लोक सब क्या संगे आप कथा होती जानते ना हाँ बोले माइंड योर ओन बिजनेस सी सब शिक्षित आमर तो कई दीक्षित लोक मैंने पाठशाठ पढ़ी ना कहटा ठीक नुहे समस्ते किंतु पाठ पढ़ी ये विद्या साधना कौन कम लगे ना खाली जस्ट गोटे ब्रेन सार्प ब्रेन होता है टैलेंट ब्रेन होता है कहले बुझीपारे तेणु मु घर कम करी नाई आपण घर कम आपण करूँ आप शरीरटा गोटे घर से घर को सजारे नहीं से घर को आग नियंत्रण कले नहीं
ଠିକ୍ ଭାବରେ ଶୃଙ୍ଖଳିତ କରି ପରିଷ୍କାର ପରିଚ୍ଛନ୍ନ କରି ରଖିଲେ ନାହିଁ ନା ବାବା କରି ହେଇନି। ମୁଁ କହିଲି ଶାସ୍ତ୍ର କହିଛି କୋଟି କର୍ମ ତ୍ୟକ୍ତ୍ୱା ହରିଂ ଭଜତି, ଯେତେ କାମ ଥବ ତୁମେ ସାଧନାରେ ବସ। କାରଣ ପରମ ପିତା ପରମ ବ୍ରହ୍ମ, ତମର କୌଣସି ଧନ ସମ୍ପତ୍ତି ଟଙ୍କା ପଇସା କୋଠା ବାଡ଼ି ଘର ଦ୍ୱାର ଜମି ଐଶ୍ୱର୍ଯ୍ୟ ବନ୍ଧୁ ବାନ୍ଧବ ସାଙ୍ଗସାଥି ସମାଜ କିଛି ଦେଖନ୍ତି ନାହିଁ, କିଛି ବି ଦିଅନ୍ତି ନାହିଁ। ତମ କର୍ମ ଅନୁସାରେ ତମକୁ ଫଳ ପ୍ରାପ୍ତି ହୁଏ। ତମ ମନରେ ଗୋଟେ ଭୁଲ ଧାରଣା, ମୁଁ ଠାକୁରକୁ ଡାକିଲି ପରୀକ୍ଷାରେ ଏତିକି ପରସେଣ୍ଟ ରଖିପାରିଲିନି। ଆଜିକାଲି ଜଣେ ଲୋକ ଆସିଥିଲେ, ଝିଅ ମୋର ଘଣ୍ଟା ଘଣ୍ଟା ଠାକୁର ପୂଜା କରୁଥିଲା, କମ୍ ପରସେଣ୍ଟ ରହିଯାଇଛି, ବାବା ଆଉ ସେ ଡାକୁ ନାହିଁ। ଆରେ ଠାକୁରଙ୍କର କ'ଣ ଅସୁବିଧା ତ ହେଇଯିବ? ନିଶ୍ଚିନ୍ତ ଭାବରେ ସେ ଡାକୁନାହିଁ ମାନେ ଓ ସେ ଠାକୁରଙ୍କୁ ଭଲ ପାଉନଥିଲା, ତା ପରୀକ୍ଷା ସକାଶେ ସେ ଠାକୁରଙ୍କୁ ହିଁ ଡାକୁଥିଲା। ବର୍ତ୍ତମାନ ସମାଜର ସ୍ଥିତି ସେଇଆ ହେଇଯାଇଛି। ଦେଖନ୍ତୁ, ଯଦି ପଚାରିବେ ଈଶ୍ୱରଙ୍କ ଉପରେ ବିଶ୍ୱାସ ନିର୍ଭର କାହାରି ନାହିଁ, ସାଧୁମାନଙ୍କର ତ ନାହିଁ, ଆଉ ଆପଣମାନଙ୍କର କେମିତି ରହିବ? ବସି ଭଜନ କଲେ ପ୍ରଭୁ ଯେ ଖାଇବାକୁ ଦିଅନ୍ତି ପିନ୍ଧିବାକୁ ଦିଅନ୍ତି, ଛାଡ଼ନ୍ତୁ, ଭଲ ଭାଷାରେ କହିଲେ ସମସ୍ତ ଦାୟିତ୍ୱକୁ ବହନ କରନ୍ତି। ନବମ ଅଧ୍ୟାୟର 22 ଶ୍ଲୋକକୁ ବାବା ବୁଝେଇ ବୁଝେଇ 40 ବର୍ଷ ହେଲାଣି କେହି ବୁଝିପାରୁନାହାନ୍ତି, କେହି ତ ବୁଝିପାରୁନାହାନ୍ତି। ଅନ୍ୟାନ୍ୟ ଚିନ୍ତାଂ ଯେ ଜନା ପ୍ରଯୁପାସନ୍ତେ ତେସାଂ ନିତାଭିଯୁକ୍ତାନାଂ ଯୋଗକ୍ଷମ ବ୍ୟାୟାମ। ଅନ୍ୟ କାହାର ଶରଣ ନ ନେଇ ମୋର ଯେ ଶରଣ ନିଏ ତାର ସମସ୍ତ ଦାୟିତ୍ୱକୁ ମୁଁ ହିଁ ବହନ, ତାର ସମସ୍ତ ଦାୟିତ୍ୱକୁ। ତାର ଏକ୍ଜାମ୍ପଲ ସାଧୁସନ୍ଥ ହେଲା ପରେ ବି, ଲୋକ ଦେଖିଲା ପରେ ବି ଭଗବାନଙ୍କ ମାୟାରେ ଏତେ ଆସକ୍ତ ହେଇଯାଇଛନ୍ତି, ବିଷ୍ଣୁ ମାୟାକୁ ସତ୍ୟ ବୁଝି ପ୍ରାଣୀଏ ଅଛନ୍ତି ଏଥି ମଜି। ବିଷ୍ଣୁ ମାୟାକୁ ଏତେ ଦୂର ସତ୍ୟ ବୁଝି ଯାଇଛନ୍ତି ଯେ ସମସ୍ତେ ତ ମଜି ଯାଇଛନ୍ତି। ବିଶ୍ରାମ କାହିଁ? ବିଶ୍ରାମ ହବ କେମିତି? ଚିନ୍ତା କରି ଦେଖିଲେ ଆପଣ ଘଣ୍ଟାଟିଏ ବ୍ରେଥରେ ନେଇ ପୁଣି ରିପିଟ୍ କଲେ ବାବା ରୁହନ୍ତୁ, କଷ୍ଟ ଯାଏ ରହିବେନି। ଯେ ଟିକେ ପେନ୍ ସାମାନ୍ୟ ହେଲେ ଆପଣ ଥିର କିଣି ଛାଡ଼ିଦେବେ, ପୁଣି ରହିବେ, ପୁଣି ନେବେ, ପୁଣି ରହିବେ, ପୁଣି ଛାଡ଼ିବେ, ଟିକେ ରହିବେ। ପ୍ରତ୍ୟେକ ଦିନ ସକାଳେ ସନ୍ଧ୍ୟାରେ 45 ମିନିଟ୍ କରନ୍ତୁ, ଦେଖିବା ଆପଣଙ୍କର କେତେ ବାଲାନ୍ସ ମାଇଣ୍ଡ ହେଇଯିବ। ତେଣୁ ଏଇସବୁ ଇନ୍ଦ୍ରିୟ ଗଣକୁ ନିୟନ୍ତ୍ରଣ କରିବାକୁ, ଆୟତ୍ତ କରିବା ପାଇଁ 6ଟା କୌଶଳ ଅଛି। ଗୋଟିଏ କୌଶଳରେ ହବ ନାହିଁ। ଗୋଟିଏ କୌଶଳ ହେଇପାରେ, ହବ ନାହିଁ ବୋଲି ସଂସାରରେ କିଛି କହିବନି। ସବୁ ଉପରେ ଗୁରୁ ଆଉ ଭଗବାନଙ୍କ କୃପା ଆଶୀର୍ବାଦ ହେଲେ ଏସବୁ ସମ୍ଭବପର। କିନ୍ତୁ 6ଟା କୌଶଳକୁ ଆପ୍ଲାଏ କରୁ 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 ଦିନ ଆସିବ, ତୁମେ ଗୋଟିଏ କୌଶଳ ଗୋଟିଏ ସିଦ୍ଧାନ୍ତରେ ପହଞ୍ଚିଯିବ ଏବଂ ସେଇ ଗୋଟିଏ କୌଶଳ ସିଦ୍ଧାନ୍ତକୁ ନେଇ ତମ ଜୀବନ ନିର୍ବାହ କରିବ। ପରମ ଶାନ୍ତି, ପରମ ଆନନ୍ଦ, ପରମ ପ୍ରେମର ତୁମେ ଅଧିକାରୀ ହେବ। ପରମ ଶାନ୍ତି, ପରମ ପ୍ରେମ, ପରମ ଆନନ୍ଦର ଅଧିକାରୀ ତୁମେ ହେବ। ସେ କଥା ଗୁରୁଦେବ ତାଙ୍କର କିଏ ନା ପ୍ରକୃତ ଯେ ଶିଷ୍ୟ, ଯେ ଦୀକ୍ଷା ନେଇଯାଆନ୍ତି ସେ କେବେ ଶିଷ୍ୟ ହୁଅନ୍ତିନି। ଯେ ଗୁରୁଙ୍କର ଅନୁଶାସନ ମାନି ଚଳନ୍ତି, ଯିଏ ସୁଷୁମ୍ନା ନାଡିରେ ସବୁବେଳେ ଗତି କରନ୍ତି, ଯିଏ ଗୁରୁଙ୍କ ପାଖରେ ନିଜକୁ ପୂର୍ଣ୍ଣ ରୂପରେ ସମର୍ପଣ କରିଦେଇଥାନ୍ତି, ସେ ଗୁରୁଙ୍କର ଅନ୍ତରଙ୍ଗ ଶିଷ୍ୟ ବା ପ୍ରକୃତ ଶିଷ୍ୟ। ତେଣୁ ଗୁରୁ ସେଇମାନଙ୍କୁ ଏ କଥା କୁହନ୍ତି। କ୍ରିୟା ଯୋଗ ପରମ୍ପରାରେ ଦେଖନ୍ତୁ 6ଟି କ୍ରିୟା ରହିଛି। ଗୋଟେ ଫାଷ୍ଟ କ୍ରିୟା, ଗୋଟେ ସେକେଣ୍ଡ କ୍ରିୟା, ଥାର୍ଡ କ୍ରିୟା, ଫୋର୍ଥ କ୍ରିୟା, ଫିଫ୍ଥ କ୍ରିୟା, ସିକ୍ସଥ କ୍ରିୟା, ତାପରେ ଗୋଟେ ଷ୍ଟେଜ। ଯେଉଁମାନେ ଉଚ୍ଚାଙ୍ଗ କ୍ରିୟାବାନ, ଯେଉଁମାନଙ୍କର କେବଳ ଗୋଟିଏ ଚାଷ ଆତ୍ମଚାଷ, ସେମାନେ କୌଣସି ଚାଷ କରାଇବାକୁ ଭଲ ପାଆନ୍ତି ନାହିଁ କି ବିରୋଧ କରନ୍ତି ନାହିଁ। ସବୁବେଳେ ସ୍ୱଭାବେ ମୋର ଭକତ, ସର୍ବଦା ମୋର କାର୍ଯ୍ୟ ରତ। ସବୁବେଳେ ସେଇ କାମ ସେ କରି ଚାଲିଛନ୍ତି। କ'ଣ ରେଜଲ୍ଟ ତାଙ୍କୁ ଜଣା ନାହିଁ, କିଛି ବି ଭାବନ୍ତି ନାହିଁ। ତାଙ୍କୁ ଆନନ୍ଦ ମିଳେ, ଶାନ୍ତି ମିଳେ ପ୍ରଭୁଙ୍କ ସେବାରେ, ପ୍ରଭୁଙ୍କ ପିତାର୍ଥରେ ସେ ଜୀବନଟାକୁ ଉତ୍ସର୍ଗୀକୃତ କରିଦେଇଥାନ୍ତି। ଦେଖନ୍ତୁ, ଏ ଫୁଲଟିଏ ଆପଣ କେତେ ଭଲ ପାଉଛନ୍ତି।
ଫୁଲଟାକୁ କେତେ ଶ୍ରଦ୍ଧା କରୁଛନ୍ତି, ଫୁଲଟାକୁ ନେଇ ଠାକୁର ପାଖରେ ଚଢ଼ଉଛନ୍ତି। ସେ ଫୁଲଟିକୁ କାହିଁକି ଭଲ ପାଉଛନ୍ତି ନା ଫୁଲଟି କେବଳ ଫୁଟିଛି ପରମାତ୍ମା ପରମ ବ୍ରହ୍ମ ପାଇଁ ବା ଠାକୁରଙ୍କ ପାଇଁ। ତାର ଉଦ୍ଦେଶ୍ୟ କିଛି ନାହିଁ, ମୋ ପୁଅ ନା ମୋ ଝିଅ ନା ଜମି ନା ବାଡ଼ି, ସେ କିଛି ଚାହିଁନି, କେବଳ ଫୁଟିଛି ପ୍ରଭୁଙ୍କ ପାଇଁ। ଯେତେବେଳେ ଏ ଜୀବନଟା ପ୍ରଭୁଙ୍କ ପାଇଁ ଆମେ ଉତ୍ସର୍ଗୀକୃତ କରିଦେବା, ସଂସାର ରହି କରିହେବ, ସଂସାର ଛାଡ଼ିକି କରିହେବ। ଆପଣମାନେ ଭାବୁଥିବେ ଆମେ ଗୃହସ୍ଥାଶ୍ରମରେ ଅଛୁ, ଆମେ କ'ଣ କରିପାରିବୁ? ହଁ, ନିଶ୍ଚିନ୍ତ କରିପାରିବେ। ସେଥିପାଇଁ କୌଶଳ ଅଛି। ତତ୍ତ୍ୱଗୁରୁଙ୍କର ଶରଣାପନ୍ନ ହେଲେ ସେ ବାଟ ବତେଇ ଦେବେ, ଗୃହସ୍ଥାଶ୍ରମ ରହି କେମିତି ଜୀବନଟାକୁ ଭଗବାନଙ୍କୁ ଦେବେ ଏବଂ ଗୃହସ୍ଥାଶ୍ରମ ଛାଡ଼ି ଆପଣ କେମିତି ଜୀବନଟାକୁ ଭଗବାନଙ୍କୁ ଦେବେ। ବାବା ଗୋଟେ କଥା କହିଲେ କ'ଣ ନା ବୈରାଗ୍ୟ ଏବଂ ଅଭ୍ୟାସ, ତାକୁ ଆଉ ଥରେ କହିଦେଉଛି, ଯଦି ଆପଣ ବାରମ୍ବାର ଅଭ୍ୟାସରେ ବସିବେ ଆପଣ ମନ ସବୁଥିରୁ କ'ଣ ହେବ ନା ନିବୃତ୍ତ ହେଇଯିବ। ତେଣୁ 6ଟା କଥା ହେଉଛି। ପ୍ରଥମ ଟେକ୍ନିକ୍ ହେଉଛି କ'ଣ ନା ଯଦି ଆପଣ ବିଚାର କରିବେ, ଦେଖନ୍ତୁ ଲେଖନ୍ତୁ ଗୋଟିଏ ଗୋଟିଏ, କେହି ବିଚାର କରୁନାହାନ୍ତି। ଆଶ୍ରମକୁ ଯିବି, କେମିତି ଯିବି ବିଚାର ନାହିଁ, କେମିତି ବସିବି ବିଚାର ନାହିଁ, କେମିତି କଥା କହିବି ବିଚାର ନାହିଁ, ଜୀବନଟାକୁ କେମିତି ପାଳନ କରିବି ବିଚାର ନାହିଁ। ଯେମିତି ପଶୁଟେ ମନ ହଏ ବସେ, ମନ ହଏ ଉଠେ, ମନ ହଏ ଖାଏ, ମନ ହଏ ମୈଥୁନ କରେ, ମନ ହଏ ପିଲା ଛୁଆର ଯତ୍ନ ନିଏ, ତାପରେ ମରିଯାଏ। ଆଉ କ'ଣ? ସେଇଭଳି ଜୀବନ ଆମମାନଙ୍କର ଏବେ ହେଇଯାଇଛି ସମସ୍ତଙ୍କର, ପଶୁ ତୁଲ୍ୟ। କାରଣ ବିଚାରର ଜଜମେଣ୍ଟର ବହୁତ 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 ମାନେ ଅଭାବ ନୁହେଁ। ଆଉ ବିଚାର ତ ନାହିଁ, ଆଉ ତୁ କ'ଣ ବିଚାର ଶୂନ୍ୟ ହେଇଗଲୁ କି? ସେତେ ଲୋକ ବହୁତ ଭୁଲ କରି ବସେ, ତାକୁ ଲୋକ କ'ଣ କହନ୍ତି, ତୁ କ'ଣ ବିଚାର ଶୂନ୍ୟ ହେଇଗଲୁ କି? ତୁ ଏ କର୍ମଟା କରୁଛୁ ଜାଣୁନୁ, ଆର ଫଳ ହିଁ ତତେ ଭୋଗ କରିବାକୁ ପଡ଼ିବ। ଯଦି ବିଚାର ଠିକ୍ ଥବ ତାହେଲେ ଆପଣଙ୍କର ଭୁଲ ହେବନି। ବିଚାର ହେଉଛି ସଂଯମର ଚାବିକାଠି। ବିଚାର ହେଉଛି ସଂଯମର ଚାବି। ନା, ମୁଁ ଏମିତି ବସିବି ନାହିଁ, ମୁଁ ଏମିତି ଶୋଇବି ନାହିଁ, ମୁଁ ଏମିତି କଥା କହିବି ନାହିଁ, ମୁଁ ଏମିତି ଚାଲିବି ନାହିଁ। ଏଇଟା କ'ଣ ହେଉଛି? ବିଚାର ହେଉଛି ନା। ମୁଁ ବାବାଙ୍କୁ ଏତେ ଟଙ୍କା ପ୍ରଣାମୀ ଦେବି, କି ପ୍ରତ୍ୟେକ ଦିନ ଧ୍ୟାନ କରିବି, ପ୍ରତ୍ୟେକ ଦିନ ଜପ କରିବି, ପ୍ରତ୍ୟେକ ଦିନ ମୁଁ ଲୋକଙ୍କର ସେବା କରିବି, ମୁଁ ଏଇଭଳିଆ ଡ୍ରେସ୍ ପିନ୍ଧିବି। ଏଇଟା ସବୁ କେଉଁଠି ଆସୁଛି? ବିଚାରରୁ ନା। ଆଉ ଯଦି ବିଚାରଟା ଯାହାର ଯେତେ ଡେଭଲପ୍ ସେ ସେତେ ଡେଭଲପ୍, ଯାହାର ବିଚାରଟା ଯେତେ ଉନ୍ନତ ସେ ସେତେ ଭଲ କାମ କରିପାରେ। ଦେଖନ୍ତୁ ପରୀକ୍ଷା କରିକି ଯେତେ ବିଚାର କରିବେ, ତେଣୁ ବିଚାର ହିଁ ସଂଯମର ଚାବିକାଠି। ତେଣୁ ଇନ୍ଦ୍ରିୟଗଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମ ଫର୍ମୁଲା ହେଉଛି, ବାବା ସଂକ୍ଷେପରେ କହୁଛନ୍ତି, ପ୍ରଥମ ହେଉଛି ବିଚାର। ବସିକି ବିଚାର କର। ବିଚାର ପୁଣି ଦିନ ଆସିବ ବନ୍ଦ ହୋଇଯିବ। କେତେବେଳେ? ଯେତେବେଳେ ତୁମେ ପୂର୍ଣ୍ଣ ସମର୍ପିତ ହେଇଗଲ, ତମର ଆଉ ବିଚାର ନାହିଁ। ସେତେବେଳେ ସେ ତମ ଭିତରେ ରହି ସବୁ କାମ କରେଇବେ, ତମର ଆଉ ଭୁଲ ହେବ ନାହିଁ। ସବୁ ଠିକ୍ 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 ଚାଲିବ। ଯେତେବେଳେ 100% ବିଚାର ଶୁଦ୍ଧ ଏବଂ ପବିତ୍ର ନିର୍ମଳ ହେଇଗଲା, ତୁମେ ସେତେବେଳେ ସମର୍ପିତ ହେଇଗଲ ଭଗବାନ ନିକଟରେ କିମ୍ବା ଗୁରୁଙ୍କ ନିକଟରେ ନିଜକୁ ସମର୍ପଣ କଲ। ଯେତେବେଳେ ସମର୍ପଣ କରିବ, ତାପରେ ତମ ଭିତରେ ଭକ୍ତି ଭାବଟା ଆସିବ। ଯେପର୍ଯ୍ୟନ୍ତ ତମର ସମର୍ପଣ ଭାବଟି ନାହିଁ, ତମ ଭିତରେ ଭକ୍ତି ଭାବ କେତେବେଳେ ଆସିବ ନାହିଁ। ଆଜି ଜଣେ ଡିସାଇପୁଲ କହିଲେ, ବାବା ମୁଁ କହିଲେ କ'ଣ, ଏଇ ଶିଷ୍ୟମାନଙ୍କର କଥାକୁ ଯଦି ମୁଁ ପ୍ରତ୍ୟେକ ଦିନ ଆଲୋଚନା କରି ପ୍ରତ୍ୟେକ ଦିନ ସତ୍ସଙ୍ଗ ଚାଲିବ। କହିଲେ ବାବା, ମୁଁ କହିଲି କ'ଣ ନା, ମୁଁ ଆପଣଙ୍କୁ ଶ୍ରଦ୍ଧା କରେ, ବିଶ୍ୱାସ କରେ, ଭକ୍ତି କାହିଁ ହେଉନି? କହିଲେ ଆରେ ଶ୍ରଦ୍ଧା ବିଶ୍ୱାସ ସମର୍ପଣ ହେଲେ ଯେ ଭକ୍ତି ହେବ। ତଳେ ପ୍ରଭୁ ସବୁକିଛି, ମୋର ବିଚାର ବନ୍ଦ ହେଇଗଲା, ସେ ମୋ ପାଇଁ ସବୁକିଛି ଯେତେବେଳେ ଆପଣ ଭାବିଲେ ବାବାଙ୍କୁ, ତାହେଲେ ବାବାଙ୍କ ପ୍ରତି ଆପଣଙ୍କର ଭକ୍ତି ଆସିବ। ଭକ୍ତି ଅର୍ଥ ତନୁ ପ୍ରାଣ ମନ ତାଙ୍କ ସହିତ ଗତ ହେଇଯିବାଟା, ଏକକାର ହେଇଯିବାଟା ଭକ୍ତି। ତା ଅର୍ଥ କ'ଣ? ତାଙ୍କ ଚେତନା ଆପଣଙ୍କର ଚେତନା, ତାଙ୍କ ମନ ଆପଣଙ୍କର ମନ, ତାଙ୍କ କଥା ଆପଣଙ୍କ କଥା ଗୋଟିଏ ହେବ। କେତେ ସୁନ୍ଦର କଥା। ବାବା କହିଲେ ଏମିତି ପ୍ୟାଣ୍ଟ ସାର୍ଟ ପିନ୍ଧିବେନି, ଆପଣ ପିନ୍ଧିଲେ। ବାବା କହିଲେ ଏଇ ଖାଦ୍ୟ ଖାଇବେ ନାହିଁ, ଆପଣ ଖାଇଲେ।
बाबा कहले कुआडे बुलिया को जीवे नाई एते वर्ष बुलिकी देखिले आउ देखिले मनर चंचलता अस्थिरता आसीबो आपण बुलिया को गले बाबा कहले सीधा बसिबो आपण बंका बसिले बाबा कहले सांगसाथी अवॉइड पब्लिक कंटाक्ट जिते लोक संपर्क काटंतु जिते कथा कम कहतु जिते एकांत बसवा को आरंभ करंतु विचार नहीं एते दिन मु गली भोजी अटेंड कली मते तो केही किछि रिवार्ड देई नांती खाली कहिछ न भल लोक नंद बाबा तुम आसी हाँ हाँ भल भल जदि नंद बाबा 5,000 टंका दिए एनभलप न देइचंती आउ कोन नंद बाबू ना जसोसिनी माँ कौन भल माँ ही रे पैसा तो आज मिलला नहीं बाबा को भी न मिले बाबा कह ये भल आ ना खराब हो जाइछंती मानसिकता किभली माने विचारटा किभली केही भल क्या पाती ना किए तो भल पाइबार संज्ञा क्या जना ना से कौन भल पाइब समस्त तो आम देहबोधरे अच्छे देहबोध ही आमर घोर शत्रु आम पुणी भल पाइबा कौन आम भल पाऊचे किए देखा सुंदर किए टिके गोरा किए टिके मिठा कथा कहूँ किए टिके खाद्य भल खाया दौची आम तो या देखी भल पाऊचे ना आम कौन ता भितरटा देखी भल पाऊचे यदि प्रत्येक लोकर भितरटा देखी भल पाते ये जो लव मैरेज सब होची डिभोर्स कहीं होची से प्रकृत रूपटा को देखी भल पाई प्रकृत गुणटा को देखी भल पाई ना प्रकृत गुण को देखी भल पाते ये लक्ष लक्ष वकिल कौन ये कोर्टे एमती बुलते तेणु छाड़ू बढ़िया सुंदर कथा तेणु आम डिस्टर्बांस किए करुचे ना आमर विचार ना तेणु आपणकर विचार को उन्नत करंतु विचार करंतु मु बसिले कौन शोइले कौन देले कौन न देले कौन कहले कौन न कहले कौन ध्यान कले कौन ध्यान न कले कौन कथा कहले कौन कथा न कहले कौन देखो सबू कथा जब आप समीक्षा करेंगे देखिए सबू कथा आप विचार को आसो अरे विचार किए कर पुणी से मूल गोटे कथा से मन ही कर तेणु मन तोर निज गुरु उद्धव तो केते पचार मनर मूले जगत सृष्टि हुए आतजात मनर मूले जगत तेणु सबू डिपेंड कर मन पर पुणी ताकू जब आप डिफाइन करेंगे समीक्षा करेंगे मन क्या कहते ना जन्म जन्मांतर ए जन्मर जो कर्मर फल को समष्टिगत फल को थॉट्स इज माइंड समस्त कर्म समर फल को ही मन कहते तेणु जदि आप विचार करेंगे ताहले आप उन्नत कर्म करेंगे ना अनुन्नत कर्म करेंगे विचार करेंगे लोक मागुची मुझे देवी जार विचार नहीं जा जा मत दे पारि तार ये विचार यहाँ विचार भी गला कि प्रकार विचार ना ना ताको दबा को सी मागुची किए मागुची जो मैंने क्रिया जोगी जो मैंने क्रियावान से मैंने सूक्ष्म को देखते स्थूल से भगवान मागुचंती मो द्वारा तांकर किसी हबार अच्छी सी मत कथा कहते तेणु मत दबा को पड़े एवं पुणी जदि आप आहरी सूक्ष्म सूक्ष्म को गोटे सबुटा चार चार भाग कराए स्थूल चारि भाग सूक्ष्म चारि भाग कारण चारि भाग सब चार चार भाग कराई जदि आप भावे कि किए क्या देला अरे से तो मो भितर से आत्मा ता भितर से आत्मा सी देला जो आत्मा देला से आत्मा नेला अरे किए शुणुची ना से शुणुची किए कहूँ ना से कहूँ तापर पुणी सूक्ष्म गले आप देखिए कौन हो ना सबू ही जड़े कर सूक्ष्म गले दुई फुई कि ना मु निजक निजे कहली निजक निजे देखिली निजक निजे देली सब निजे मु करुच्ची मु तो सबरी भितर अच्छी ये अवस्था सहज हेनी ये अवस्था केतबेले हम जितेबले व्यक्तिर देहबोध अवस्था पलैब अरे देहबोध अवस्थाटा केमिति जीव ना कठोर साधना करिया पड़िबो तापर बाबा कहिबे आग विचार हो ये अवस्थाटा केमिति हम ना देहबोध अवस्था गले देहबोध अवस्थाटा केमिति हम ताकू गुरु ही बतेबे जो गुरु देहबोध अवस्थार कौशल शिखिछन देह को अथैत होइबार क्रस होइबार साधना शिखिछन से ही कहे देखु जेपर्यंत आपणकर घर भितर अच्छा ये घर भितर जहाँ अच्छी आपणकर नजर अच्छी
ଏବଂ ତା ଭିତରେ ଯେଉଁ ବାସ୍ନା ଆସୁଛି, ଗନ୍ଧ ଆସୁଛି, ଭଲ ଆସୁଛି, ମନ୍ଦ ଆସୁଛି, ସବୁ ଆପଣ ତାକୁ ଭୋଗିବେ। ଯେତେବେଳେ ଘର ଛାଡ଼ି ଆପଣ ପଳେଇବେ ଉପରକୁ ମହାଶୂନ୍ୟକୁ, ଆପଣଙ୍କର ଘର କଥା କିଛି ମନେ ପଡ଼ିବନି। ସେ ଘରେ କ'ଣ ଅଛି ତାର ପ୍ରଭାବ ଆପଣ ମାଇଣ୍ଡ ଉପରେ, ବ୍ରେନ୍ ଉପରେ, ବଡି ଉପରେ ପଡ଼ିବନି। କେଡ଼େ ସୁନ୍ଦର କଥା। ତାହେଲେ ଆମେ ଘର କେମିତି ଛାଡ଼ିବା? ଆପଣଙ୍କ ଶରୀରଟା ଗୋଟେ ଘର, ତାକୁ ଛାଡ଼ିକି ଆପଣ କେମିତି ଯିବେ? ଦେହ ଛାଡ଼ିଲେ ସିନା ଆପଣଙ୍କର ଦେହବୋଧ ଅବସ୍ଥା ରହିବ ନାହିଁ। ଯଦି ଆପଣ ଦେହକୁ ନ ଛାଡ଼ିଲେ, ଯେପର୍ଯ୍ୟନ୍ତ ଆପଣଙ୍କର ଦେହରେ ଅଛନ୍ତି, ଆପଣଙ୍କର ଦେହବୋଧ ଅବସ୍ଥା। ଯେତେ ଭଜନ ଗାଆନ୍ତୁ, ଯେତେ କୀର୍ତ୍ତନ କରନ୍ତୁ, ଯେତେ ପୂଜା ପାଠ କରନ୍ତୁ, ଯେତେ ସତ୍ସଙ୍ଗ କରନ୍ତୁ, ଯେତେ ଅଗ୍ନିରେ ଘୃତ ଢାଳନ୍ତୁ, ଯେତେ ତୀର୍ଥ କରନ୍ତୁ, ଯେତେ ଦାନ କରନ୍ତୁ, ଯେତେ ବସି ମାଳି ଜପ କରନ୍ତୁ, ଆପଣଙ୍କର ଦେହବୋଧ ଅବସ୍ଥା ଯାଇନାହିଁ କି ଯିବ ନାହିଁ। ଯଦି ଦେହବୋଧ ଅବସ୍ଥା ଯାଇଥାନ୍ତା, ତାହେଲେ ମୁନି ଋଷିମାନେ ହଜାର ହଜାର ବର୍ଷ ହିମାଳୟରେ କ'ଣ ପାଇଁ ତପସ୍ୟା କରୁଛନ୍ତି? ଦସ୍ୟୁ ରତ୍ନାକର ପୋଇହୁଙ୍କା କ'ଣ ପାଇଁ ପାଲଟିଲା? ଯଦି ଏଟା ସାଧାରଣ କଥା, ସହଜ କଥାଟେ, ଦେଖନ୍ତୁ ଆପଣ ପୂର୍ବରୁ କୋଟି କୋଟି ଜନ୍ମ ଆପଣ ଆସିଲେଣି, କିଛି ହେଇନି, କିଛି ହେଇନି। ଏପର୍ଯ୍ୟନ୍ତ ଜଣେ ପୁଣ୍ୟବାନ ବ୍ୟକ୍ତି ଆପଣ ହେଇନାହାନ୍ତି। ଧାର୍ମିକ ଆପଣ ହେବେ? ୟୁ ଆର୍ ସ୍ପିରିଚୁଆଲ ମ୍ୟାନ୍? नो नो नो, ନେଭର ନେଭର ନେଭର। ତୁମେ ଜଣେ ଭଲ ଲୋକ ହୁଅ ଏଇ ଜନ୍ମରେ, ଦେଖିବା ତ। ତୁମେ ଆଗ ବିଶ୍ରାମ ନିଅ, ଟିକେ ଶାନ୍ତି ପାଅ, ଆଗ ଟିକେ ଆନନ୍ଦ ପାଅ। କେଡ଼େ ସୁନ୍ଦର କଥା ଦେଖନ୍ତୁ। ତେଣୁ ବିଚାର ଉପରେ କେମିତି ମୁଁ ଶାନ୍ତି ପାଇବି, କେମିତି ମୁଁ ଆନନ୍ଦ ପାଇବି, ଯେଉଁ ମହାପୁରୁଷ କହିଲେ, ସାଧୁ କହିଲେ, ଆମେ ତାର ସେବା କରି କିଛି ପାଇବା ପାଇଁ ଚିନ୍ତା କରୁଛେ। ଭାଗବତରେ ଗୋଟିଏ ପଦ ଲେଖା ଅଛି, ସେବା କାର୍ପଣ୍ୟ ଭକ୍ତି ବଳେ, କିବା ଅସାଧ୍ୟ ମୋହି ତଳେ। ସେ କହିଲା କିବା ଅସାଧ୍ୟ, ଆଗ ସେବା ରଖିଦେଲା, ତାପରେ କାର୍ପଣ୍ୟ ଭାବ, ସେବା କାର୍ପଣ୍ୟ, ତାପରେ ରଖିଦେଲା ଭକ୍ତି, ଲାଷ୍ଟକୁ ରଖିଲା କ'ଣ ନା ଭକ୍ତି। ତେଣୁ ସେବା ଆମେ କରିଲେନି। କାହାର ସେବା ଆମେ କରୁଛେ? କାହାର ସେବା ଆମେ କରୁନେ। ଆମେ ତ ଆମର ସେବା ଶିଖିନେ, ଆମେ କାହାର ସେବା କରିବା? ଆମ ଭିତରେ ଫିଲିଙ୍ଗସ୍ ଆସୁଛି ଦେହବୋଧରୁ, ସେ ବଡ଼ ମୁଁ ଛୋଟ, ସେ ବ୍ରାହ୍ମଣ ମୁଁ କ୍ଷତ୍ରିୟ, ସେ ବୈଶ୍ୟ ଏ ଶୂଦ୍ର। ସମସ୍ତ ଭିତରେ ଯଦି ଈଶ୍ୱର ଅଛନ୍ତି, ସବୁରି ଭିତରେ ଯଦି ଗୋଟିଏ ଶ୍ୱାସ ଅଛି, ସମସ୍ତଙ୍କ ବ୍ଲଡ଼ ଯଦି ସେମ୍ ଗୋଟିଏ, ତାହେଲେ ବଡ଼ ସାନ କିଏ? ଯଦି ଭଗବାନ ସମସ୍ତଙ୍କ ଭିତରେ ଅଛନ୍ତି, ତାହେଲେ ବଡ଼ ସାନ କିଏ? ଡିପଲି ବସି ଭାବନ୍ତୁ। ସ୍ତ୍ରୀ ପୁରୁଷ କିଏ? ଗୁରୁ ଶିଷ୍ୟ କିଏ? ଭାଇ ଭଉଣୀ କିଏ? ସମସ୍ତେ ତ ଗୋଟିଏ। ଭାଗବତର ପଦ, ତୁ ଯେବେ ଏକ ଭାବେ ଭାବୁ, ଏ ଘୋର ସଂସାର ତରିବୁ। ଆମର ଭାବନା ଏକ ହେଲାଣି, ଆମେ ସମସ୍ତେ ଏକ। ସେ ଯିଏ, ମୁଁ ସିଏ, ମୁଁ ଯିଏ ସିଏ। ସାଇଣ୍ଟିଫିକ। ତା ଭିତରେ ଯେ ଭଗବାନ ଅଛନ୍ତି, ମୋ ଭିତରେ ଭଗବାନ ଅଛନ୍ତି, ତାହେଲେ ଆମେ ଦୁଇ କେମିତି ହେଲେ? ତା ଭିତରେ ଯେଉଁ ଶ୍ୱାସ ପ୍ରଶ୍ୱାସ ପ୍ରବାହିତ ହେଉଛି, ମୋ ଭିତରେ ସେଇ ଶ୍ୱାସ ପ୍ରଶ୍ୱାସ ପ୍ରବାହିତ ହେଉଛି। ତା ଭିତରେ ରକ୍ତ ଯେଉଁ କଲର, ମୋ ଭିତରେ ରକ୍ତ ସେଇ କଲର। ଭଗବାନ ଲୀଳା କରିବା ପାଇଁ ସ୍ଥୂଳରେ କେତେ ଗୁଡ଼ିଏ ଘଟଣା ଘଟେଇଛନ୍ତି, କିନ୍ତୁ ସୂକ୍ଷ୍ମକୁ ଦେଖିଲେ, କାରଣକୁ ଦେଖିଲେ ସମସ୍ତେ ଆମେ ଜଣେ। ଦୁଇ ବି କେହି ନାହାନ୍ତି। ତୁ ଯେବେ ଏକ ଭାବେ ଭାବୁ, ଏ ଘର ସଂସାର ତରିବୁ। ତୁ ଯେପର୍ଯ୍ୟନ୍ତ ଅନେକ ଭାବିଛୁ, ଅନେକ ଚିନ୍ତା କରିଛୁ, ତୁ ଜମା ତରିପାରିବୁ। ତୋର ବିଚାର ଅଛି ନା, ବିଚାର ପୁଣି ଦିନେ ବନ୍ଦ ହବ। ବିଚାର ବନ୍ଦ ହେଲେ ତୋର ସମର୍ପଣ ଭାବ ଆସିବ। ଯେତେବେଳେ ସବୁ ତୁମେ ଭାବିଦେଲ, ଆଉ ବିଚାର ଅଛି କି? ସମସ୍ତ ବିଚାରର ପରିସମାପ୍ତି ଘଟିଗଲା ସମର୍ପଣ ପରେ। ତାପରେ ଭକ୍ତି ଆରମ୍ଭ ହବ। ଭକ୍ତିରେ ପ୍ରୀତି ନାହିଁ ଯାର, ସେ କି ଜାଣେ ତୋ ପୟର। ସପ୍ତାଙ୍ଗୁର ଅଷ୍ଟାଙ୍ଗ ସାର, ଭକ୍ତିଟି ନବମ ପ୍ରକାର। ଜ୍ଞାନ ଠାରୁ ଭକ୍ତି ଶ୍ରେଷ୍ଠ, ଭକ୍ତିରେ ମିଳେ ରସ ତୃପ୍ତ। ତେଣୁ ତୁମେ କର୍ମ ଯୋଗର ଅଧିକାରୀ ହବ, ଜ୍ଞାନ ଯୋଗର ଅଧିକାରୀ ହବ, ଭକ୍ତି ଯୋଗର ଅଧିକାରୀ ହବ।
कर्मर परिपक्व अवस्था आसले ज्ञान जोग प्राप्ति हुए, ज्ञानर परिपक्व अवस्था आसले भक्ति जोग प्राप्ति हुए, भक्तिर परिपक्व अवस्था आसले मनुष्य प्रेम तत्वर अधिकारी हुए। यूनिवर्सल लव सारा विश्व गोटे परिवार, सारा विश्व ही प्रभुमय। विभिन्न अवस्था आसब समस्ते आम एक, जो समस्ते आम एक बोली भाविबा आपण भितर कौन सी नकारात्मक चिंता रहिबो कि? मनुष्य जो षडरिपु समस्ते जानी काम क्रोध लोभ मोह मद माश्चर्य, खाली विचार पर एत समय गला। आ 5टा कथा अच्छी, 5टा एपिसोड हम से सर। तेणु जो रिपुण आमको दुख जंत्रणा कष्ट दौरान, जो हिंसा आसूची देश आसूची, देखु जहाँ जो देखु बसी आलोचना करुँच से आलोचन का कथा गोटे पड़ी, का कथा गोटे पड़ी से जे भगवान ताकू से बुद्धि न देखी ताकू पूरा हीन दृष्टि देखी आम तारी कथा आलोचना ता कथा आलोचना करुचे। आलोचना कर देखले कौन पाइले ना दुख पाऊचे, जंत्रणा पाऊचे, कष्ट पाऊचे। पुणी ये कथा जानिला परे ओटो जेमती जानी कंटा घास खाऊची, मुह फुटिकी रक्त बाहरुची, किंतु कंटा घास रे रक्त नहीं, मो मुहरे रक्त। ये जंत्रणा पाइला परे भी व्यक्ति से कथा छाड़ जोटी जे बसुंच आप शुणुना सीआईडी भाया अजित डोभाल भाया जी बुलूना भिकारी बेसरे आपण देखिए क्या कथा तो गोटे आलोचना चलती, कौटी मोदी कथा, कौटी मोहन माझी कथा, कौटी अपराजिता षडंगी कथा, कौटी भारतर कथा, कौटी अमेरिकार कथा, कौन तो क्या विषय गोटे आलोचना चली, कौटी बाबा कथा, कौटी शाशु शशुर कथा, कौटी बाबा ये एमती कहे। देखु बोला हरिकृष्ण कथा आलोचना होता कि गीता भागवत आलोचना होता। देखु सबु क्या कथा गोटे पर निंदा पर चर्चा महापाप जानिला परे भी आमर आलोचना चली। तेणु कौन ये विचारर अभाव। तेणु विचार ही संयमर कौन ना चाबिकाठी। संयमर चाबिकाठी किए ना विचार। विचार उन्नत विचार अनुन्नत विचार हो अनडेभलप डेभलप। जी विचार कला हाँ बा आश्रम को जाऊँगी गोटे काणिया कदली नहीं गले चंपा कदली दीटा नहीं कौन बाबाजी खाइब नहीं कौन आम देले से खाइब ना आउ काठिया कदली मुझे मु बटईदेवी सियाड़े बंद घर को कौन होगा हौ अरे आग क्या दब ये दुनिया किए तुम सब ना आमर सब आत्मीय आपणार ये तुम दुनिया आपणार लोकर डाक से शुणती। अभिराम परमहंस केड़े सुंदर बोले बंधु तुम्हें मोहर तुम परी बंधु किए से होइब दूतपणे हस्तिनापुर जीव। ये संसार जेते बंधु दबा दबा बंधु नदेले किए कहार। ये सुंदर भजन आश्रम से बोला हुए बंधु तुम्हें मोहर। देखुना केड़े कथा भगवान गले पड़ा मागिया को 5टी पड़ा 5टी पड़ारू गोटे पड़ा भी है बिना युद्ध रे न देवी मु सुचग्रे मेदिनी। बिना युद्ध न कले मुझे तार प्राप्य किंतु दिगला। देखु जी भूल करुचे बड़ बड़ कथा मन रखु बारंबार क्षमा करूँ ना। जी भूल करुचे बारंबार क्षमा करूँ ना पनिशमेंट दिंतु। ताको जदि पनिशमेंट नदेवे ताको मारी नदेवे से भूल करी करी जीव हम ताले प्रभु रामचंद्र कहीं अस्त्र धोइले। भगवान श्रीकृष्ण शपथ करते मु महाभारत युद्ध में अस्त्र धरबिनी कहीं अस्त्र धोइले। बारंबार जे भूल करिवो ताको पनिशमेंट देवाको बाध्य। दुर्योधन बारंबार भूल कला भगवान तो जिते बुझेले बुझिले कि पनिशमेंट दिगला। कहीं ना प्रकृति निवृत्ति हवा ते सहज नुहे। से लगी जुक्तेश्वर गिरी कहते जमती कौन ना मन को किणी हुए ना। जिते टंका पैसा दियो जिते मीठा कथा कुह का मन को किए किनी पारे। पूर्व जन्मर संपर्क थब जेती दिन पर्यंत मिलामिशा हम
जोटी संपर्क कटिଯିବ पूर्वजन संस्कार क्षय होइଯିବ व्यक्ति परस्पर अलगा होइଯିବେ सामान्य कथार अलगा होइଯିବେ आउ केही काको अनेबेनी चाहिबेनी सब होइଯିବେ पर विचार थब ताले आपण ठीक बाट रही परिबे तो बुझेले समय लागिबो अरे संपर्कटा थला पुणी तिक्तता कोण पई आसिला ये डिस्टर्बेंस कौन पाइला सबुरी मूल रहा कौन ना विचारर अभाव मुझे करप्शन कली एभली कथबार्ता कली एभली व्यवहार कली जे जहाँफल संपर्कटा कौन है ना कटिगला तेणु विचार पर कौन अच्छे विचार पर कहले सेम चली तो गोटे एग्जांपल दिया होतबो सेमती कहतो तापर कौन है यही समय तो भगवान श्रीकृष्ण आसुचंदी भानुमती कौन करुची ना भाविला कृष्ण को भगवान को ठीक खाया को देवा डाकिले भगवान स्ट्रेट मना करदे मु तुम घरे खाइबी ना कहीं ना दीटा समय लोक खाती जे बंधु ता घर लोक खाए जे बंधु नुह ता घर किए खाइब जिते डाकिले सन्देह कर ना संशय कर ना कौन नहीं कौन प्रोब्लेम कौन थब मत कहीं डाकी से खाया दौर आउ कौटी ना विपद पड़ला समय लोक खाती अरे कौट खाया ना कि खाद्यपान मिलला नहीं विपद पड़ जी डाकिला खाईदब ना आउ तेणु भगवान श्रीकृष्ण कहले मोर दीटा कथा लाइफ रे नहीं मोर विपद नहीं तुम्हें मो कथा जेहेतु रखिल नहीं तुम्हें मोर बंधु नुह मु तुम घरे खाइबी नहीं जेमिति नित्य भजन कर समर्पित कर किए विदुर घरे खाया जी देखु जे प्रकृत बंधु ता घरे भोजन हुए विपद पड़ला बेले भगवान श्रीकृष्ण कथा भानुमती की कहले तेणु आमर विचार ना विचार पर कौन इच्छा शक्ति जब स्ट्रॉन्ग विल पावर कहे ना मु ध्यान करी ना मु सत कथा कहबी ना मु राति 4टार उठिबी ना मु भाया ड्रेस पिंधिबी मु भाया खाद्य खाइबी ये भाया व्यवहार करी भगवान को पितार्थ कर्म करी जको स्ट्रॉन्ग विल पावर विचार पर इच्छा शक्ति यदि इच्छा शक्ति को आप ठीक भाव में प्रयोग करेंगे बारंबार देखिए आपणकर सबू ठीक 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 चले जीवनटा को जमती गढ़िया कथा आपड़ सेमती गढ़ जार इच्छा शक्ति नहीं से जीवन में केवे डेभलप कर सब निर्भर कर इच्छा शक्ति उपर बर्तमान राति 11टा आम जीवु किसी असुविधा नहीं इच्छा शक्ति दुर्बल ना जाई हम नहीं सरीगला आउ हम नहीं तार इच्छा तो नहीं आम को तार तो इच्छा नहीं डाकिले कौन से आसो तार विचार कटिगला विचार जेहेतु कटिगला इच्छा भी तार कटिगला रज टाइम अने किए जाऊँगी मार्केटिंग चली पनीपरिया किणा हम बंधु बांधव आसवे अरे बा तोर जिते बंधु आसवे तो दुख किए निवारण करें तो दुख किए नहीं पारे तो भल मिठा कथा पता किए कहींपारे से कनससनेस आमर ना तापर कौन हो चित्त बड़े आपण प्राणायाम करेंगे माने क्रियाटा को अभ्यास करेंगे जिते आपण क्रिया अभ्यास कर प्राणकर्म सर्वदा तलु ऊपर को करेंगे उपरु तलु को करेंगे विभिन्न प्रकार प्राणायाम अच्छी शास्त्र रे 4 प्रकार प्राणायाम कथा लिखाई से 4 प्रकार प्राणायाम को गुरु ठारू शिखिबे भाई अबंदर स्तंभपूर्ति विषया खेपी चतुर्थ माने नहीं कि बंद आसिकी बंद टेक्निक रे बंद स्वतः बंद आपन के 2टा बंद कथा कहीदेली कौन नहीं कि रहिबे छाड़िकी रहिबे टेक्निक रे बंद कही नहीं स्वतः बंद हम कही नहीं कि कहबू नहीं कहीं आप उपयुक्त हेले कहबू नहीं कहीं जदि प्राणायाम सूत्र आप बहुत समय रे सात्विक खाद्य खाई देखिए आपण समस्त इंद्रियगण समस्त प्रकृति गण सब स्थिर और शांत हो समस्ते थे नकारात्मक चिंता वृत्ति आपण भितर ना आपण देखुथे किसी प्रतिक्रिया नहीं शुणुथे किसी प्रतिक्रिया 2टा पाप
आमे सर्वाधिक करूचे शुणिकी देखिकी। कौन तो से कहीदेला तुम्हें गोटे खराब लोक सरी तो गला, तुम्हें जहाँ से ता पार्टी रे से कही तुम भीतर तो निया लागिगला 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 बापा आउ तो जन्म हम ना आउ सरीगला सरीगला से मत एमती कथा कहला। अरे बा से तो ये कथा तू तो धारण कलु कहीं, तू तो धारण कलु कहीं। ये खराब कथाटा किए धारण करे, सापटा को आने घरे रखे कि प्रकार किंबदु किंबाकार चिंता मोर पुणी तो धारण कर रखिब। पुणी 10 वर्ष पर कहब तू आसी नथुलु, तू मत या दे नथुलु, पुणी कहीकि कौन हम से साप को पेटू बाहर कर दो, पुणी आग सर्प ताको दंशन कर सी आग मरीज कहीकि तापर सी जा हेले हम ना तू मत कहीलु मु कौन ए कथा को भूली पारि मो धेरे कथा कहला निया लगी जाऊँगी आउ अना ना अना ना विचार केमती अभाव कथा को धारण करी जो कथा सत कथा गुरु कहते संसार केते मिठा कथा गुरु कहते जीवन बंचबार शैली कथा कहते से कथा नहीं गुरु तो शासन कले अनुशासन कले से कथाटा मन रहा। आप देखुना ए गोटे खराब कथा आप घंटा घंटा गपीदेवे, गोटे भल कथा आप कहींपारे कि कहीं समस्त नकारात्मक थट्स अच्छा। तो इच्छा शक्ति जदि दृढ़ करेंगे ना मु देखी ना ना मु शुणी ना ना मु कथा कहि ना ना मु ध्यान करी मु नीरव रही मो गुरुदेव कहते मु सात्विक खाद्य खाइबी पब्लिक कंटाक्ट आसबि ना क्या सहित बेसी मिलामिशा करी ना एकांतर मोर मु बसबी करके देखु केते बड़ जीवन मूल्यटा को आप बुझीपारे जीवनटा को जानीपारे मु किए जानीपारे कौटिक आसी जानीपारे कौठा को जीवे जानीपारे इति सामाजिक प्रतिष्ठा आप स्वतः स्पोंटानियस लाभ करेंगे ता इमाजिन बा जीवनटा केते दूर सफल हो ऑटोमेटिक हो गोटे काम कले एक साथ सब साथ सब जाओ। खाली जदि आध्यात्मिक उन्नति आपणकर हम आप देखिए समाज रे प्रतिष्ठा समाज रे आपण पूरा कौन ना अमर होगी आप रही देखुना जे कोटिपति लोक जे विराट राजनीतिक व्यक्ति कई मन रखुन कई पूजा करुन आदर्श कई अनुप्राणित होती धार्मिक लोक को देखिले जे धार्मिक प्रकृति धार्मिक धार्मिकर संज्ञा जहाँ भितर अहंकार नहीं जहाँ भितर वासना कामना नहीं जी प्रभुंक पाई केवल बंचीला बंची तार मृत्यु ना। इच्छा शक्ति पर कौन है ना प्राणायाम प्राणायाम कथा रही कथार कुआड़ चल आप बसी सब प्राणायाम करूँ प्राणयुक्त आयाम इति प्राणायाम कौन करेंगे ना प्राणर विश्राम केमती हम देखिए केते शांति केते आनंद केते प्रेम आपण भितर बाहर तापर तीनोटी कथा है तापर कौन है ना प्रत्याहार आपण मन को सबुथुर कौन करेंगे ना निवृत्त करेंगे असतुरु आपण सत को आसवे आपण पूरा सबुथुर निवृत्त करें ना आपण असतुरु सत को आसवे जन राजसिक खाद्य खाऊंचे आपण सात्विक खाद्य खाइबे राजसिक पोशाक पिंधुले सात्विक पोशाक पिंधे पैसाटा औषध मार्ग में खर्च करुले सत मार्ग में खर्च करेंगे पैसाटा मनटा को संसार देते ईश्वर पाखे देवे यहाँ है प्रत्याहार माने मन को असतु निवृत्त करी आपण सत रखिए मन को टोटाल निवृत्त करि पारिबे ना से सतरे रखिकी आपन जो जीवन यात्रा बहुत दिन कले देखिए एमती गोटे समय आसो आपण कौन हम ना सतरु मनटा कौन हम ना धीरे 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 गोटे सत को पलि आसो से सत भितर प्रकृत सत्यटा कौन आप बहुत दिन साधना कले आप जापर ऑटोमेटिक मन आपंकर सबुथ निवृत्त हो गोटे सत्य हिं रही जी वास्तव सत्य तारी पाखे मनटा
ଧ୍ୟାନ କରିବି, ଜପ କରିବି, ପୂଜାପାଠ କରିବି, କୀର୍ତ୍ତନ କରିବି, ମନ୍ଦିର ଗଢ଼ିବି, ଫୁଲ ତୋଳିବି, ଧୂପ ଦେବି, ଚନ୍ଦନ ଘୋରିବି। ଆପଣ ସବୁ ସତ୍କର୍ମ ଗୁଡ଼ିକ କଲେ, ଲୋକଙ୍କୁ ଖାଇବାକୁ ଦେବି, ଲୋକଙ୍କର ସେବା କରିବି। ଏଗୁଡ଼ାକୁ ଧୀରେ 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 ବହୁ ଦିନ ସାଧନା କଲା ପରେ ଆପଣ ପ୍ରକୃତ ସତ୍ୟଟାକୁ ପାଇଯିବେ। ସେ ସତରେ ଆପଣଙ୍କ ମନ ରହିବ। ଲାଷ୍ଟକୁ କ'ଣ ହେବ ନା ସାଧନା କରି 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 ଗଲେ ସେଇ ସତରେ ଆପଣ ଯେଉଁ ସତରୁ ଆସିଥିଲେ ସେଇ ସତରେ ଆପଣ ପୁଣି ମର୍ଜ କରିଯିବେ। ତେଣୁ ଯାହାର ପ୍ରତ୍ୟାହାର ସିଦ୍ଧି ହେଇଛି ସେ ଧର୍ମ ଜଗତରେ ପ୍ରବେଶ କରିବା ବାଟ ହିଁ ତାକୁ ଜଣା ଅଛି, ବା ସେ ଧର୍ମ ଜଗତରେ ସେ ପ୍ରବେଶ କରିପାରିବ। ଯାହାର ପ୍ରତ୍ୟାହାର ହେଇନାହିଁ, ମନ ସବୁଥିରୁ ନିବୃତ୍ତ ହେଇନାହିଁ, ସେ ଧର୍ମ ଜଗତର ଯାତ୍ରୀ କେତେବେଳେ ହେଇପାରିବ ନାହିଁ। ତାର ଇନ୍ଦ୍ରଗଣ ପ୍ରକୃତି ଗଣକୁ କେତେବେଳେ ସେ ନିୟନ୍ତ୍ରଣ ଆୟତ କରିପାରିବ ନାହିଁ। ତା ତ ମନ ଯୁଆଡ଼େ ମନ ସିଆଡ଼େ ପଳାଉଛି। ସେ କ'ଣ ଧାର୍ମିକ ଲୋକ ହବ? ଏଇଠି ବସିଛି ଉଠିଗଲା, ସେଇଠି ଗୋଟେ କଥା କହିଛି ଆଉ ଗୋଟେ କଥା କହିଦେଲା। ପ୍ରତ୍ୟାହାର ତ ହେଇନାହିଁ। ଆଉ କ'ଣ? ଆଜି ଛାଡ଼ି ଦେଇଛି, କାଲି ଗ୍ରହଣ କରି ପକେଇଲା। ଆଉ ସେ କରିବ କ'ଣ? ଆଜି ଡ୍ରେସ୍ଟା ପିନ୍ଧିଦେଇଛି, କାଲି ଆଉ ଗୋଟେ ଡ୍ରେସ୍ ପିନ୍ଧିଦେଲା। ରେ ବାଃ, ସେ ତ ପ୍ରତ୍ୟାହାର କରିନାହିଁ। ସେ ଧର୍ମ ଜଗତରେ କେମିତି ପ୍ରବେଶ କରିବ? ଇଚ୍ଛା ଶକ୍ତି, ବିଚାର ଶକ୍ତି, ଇଚ୍ଛା ଶକ୍ତି, ପ୍ରାଣାୟାମ, ଆଉ ଗୋଟେ ହେଲା କ'ଣ? ହେଲା ପ୍ରତ୍ୟାହାର। ଚାରୋଟି ହେଲା। ଆଉ ଗୋଟେ କ'ଣ ନା ମଣିଷ ନିଜକୁ ଭଗବାନଙ୍କ ନିକଟରେ ପୂର୍ଣ୍ଣ ସମର୍ପଣ କରୁ। ସ୍ଥୂଳରେ କରୁ, ହେ ଭଗବାନ ସବୁକିଛି ତୁମର, ସବୁକିଛି ତୁମେ। ଏବଂ ସୂକ୍ଷ୍ମରେ ପିଣ୍ଡରେ ମଧ୍ୟ ସମର୍ପଣ କରୁ। ମନ ପ୍ରାଣକୁ କ୍ରିୟା ଦ୍ୱାରା ନେଇ ସହସ୍ରାରେ ସେ ସ୍ଥିତ କରୁ, ଆଜ୍ଞାରେ ସ୍ଥିତ କରୁ। ତାପରେ କୌଶଳ ଶିଖି ସହସ୍ରାରେ ସ୍ଥିତ କରୁ। ତାର ସମର୍ପଣ ଭାବ ଯେତେବେଳେ ଆପଣ ସମର୍ପଣ କରିଦେବେ, ଆପଣ ଦେଖିବେ 95% ଆପଣଙ୍କର ମନ ଇନ୍ଦ୍ରିୟ ନିୟନ୍ତ୍ରଣ ହେଇଯିବ। 95% ନିୟନ୍ତ୍ରଣ ହେଇଯିବ। ଆଉ ଯାହା ରହିଲା 5% ତା ସାଧନା ଦ୍ୱାରା, ଗୁରୁ କୃପା ଦ୍ୱାରା ଶେଷ ହେଇଯିବ। ମଣିଷ ସବୁ କରିବ, କେବେ ସେ ସମର୍ପଣ କରିପାରିବ ନାହିଁ। କେବେ ସେ ସମର୍ପଣ କରିପାରିବନି। ସବୁ ତୁମେ, ସବୁ ତୁମେ, ସବୁ ତୁମେ କହିପାରିବନି। ସୁଖରେ ଦୁଃଖରେ ଦେଖିପାରିବନି, ଭଲରେ ମନ୍ଦରେ ଦେଖିପାରିବ ନାହିଁ। ଏବଂ ସବୁ ସିଚୁଏସନରେ ହେ ଭଗବାନ ସବୁକିଛି ତୁମେ ବୋଲି ସେ କହିପାରିବ ନାହିଁ। ତା ଭିତରେ ତାର ଅହଙ୍କାର, ଅଜ୍ଞାନତା ତାକୁ ଏତେ ଦୂର ତା ସ୍ୱରୂପଟାକୁ ବାନ୍ଧି ଦେଇଛି ଯେ ମୁଁ ଯେ ସେଇ, ମୁଁ ଯେ ଆଉ କେହି ନୁହେଁ, ତାର ଏଇ ବୋଧଟା ସହଜ ହେବ ନାହିଁ। ତେଣୁ ଯେତେବେଳେ ଆପଣ ଦେହ ଭିତରେ ଅଛନ୍ତି, ରିପିଟ୍ କଲେ କଥାକୁ, ସେ ପର୍ଯ୍ୟନ୍ତ ଆପଣଙ୍କର ଯେତେ ସମର୍ପଣ କରନ୍ତୁ ହେବନି। ଦେହରୁ କେମିତି ଅଥିତ ହେଇଯିବେ ସେଇ କଥା ହିଁ ତତ୍ତ୍ୱ ଗୁରୁଙ୍କ ଠାରୁ ଶିଖନ୍ତୁ। କେମିତି ଆମେ ଦେହରୁ ଅଥିତ ହବ? ଆମେ ଆଉ ଦେହରେ ରହିବୁ ନାହିଁ। ଯେତେ ପ୍ରକାର ଗଣ୍ଡଗୋଳ, ଡିଷ୍ଟର୍ବାନ୍ସ, ଯେତେ ପ୍ରକାର ସଂସାରରେ ନକାରାତ୍ମକ ଚିନ୍ତା ସବୁ ଆସୁଛି ଦେହ ବୋଧରୁ। ତେଣୁ ଦେହରୁ ମଣିଷ କେମିତି ଅଥିତ ହେଇଯିବ ସେଇଟା ହେଉଛି ଗୋଟେ ବଡ଼ କଥା। ତେଣୁ ସାଧନା କରନ୍ତୁ, କ୍ରିୟା ଅଭ୍ୟାସ କରନ୍ତୁ। କ୍ରିୟା ଯୋଗରେ ଦୀକ୍ଷିତ ହେଇଛନ୍ତି। ଯେ କ୍ରିୟା ଯୋଗକୁ ଜାଣିନାହିଁ ସେ ସଂସାରରେ କିଛି ଜାଣିନାହିଁ। କ୍ରିୟା ଯୋଗର ସାର କଥା ଦୁଇଟି କଥା, କ୍ରି ଆଉ ୟା। କ୍ରି ମାନେ କରିବା, ୟା ମାନେ ଆତ୍ମା। ଆପଣ ଜାଣିଛନ୍ତି, ସେ ଅନୁଭବଟା ଆପଣ ପାଖରେ ନାହିଁ। ଭଗବାନ ମୋ ଭିତରେ ଏ ସବୁ କାମ କରୁଛନ୍ତି, କରାଉଛନ୍ତି, ଏ ବୋଧଟା ଆପଣଙ୍କର ରହୁନି, ଏ ଅନୁଭବଟା ଆପଣଙ୍କର ରହୁନି। କାହିଁକି? ଦେହବୋଧ ଥିବାରୁ ପ୍ରତ୍ୟେକଟି ସମୟରେ ଅନୁଭବ କରୁଛନ୍ତି ମୁଁ ତ କରୁଛି, ଆଉ ମୁଁ ତ ଯାଉଛି, ମୁଁ ତ ଦଉଛି, ମୁଁ ତ ଖାଉଛି, ମୁଁ ତ ସବୁ କରୁଛି। ଭାଗବତର ଉଲ୍ଲେଖ ଅଛି, ଦେହରେ କରି ଅହଙ୍କାର, ବୋଲଇ ସର୍ବକର୍ମ ମୋର, ବୋଲଇ କରୁଅଛି ମୁହିଁ, ମୋ ଠାରୁ କର୍ତ୍ତା ଭିନ୍ନ ନାହିଁ। ସବୁବେଳେ ଅହଙ୍କାର ଅଜ୍ଞାନତାରୁ ଆମର ବୋଧ ହେଉଛି ମୁଁ ହିଁ କର୍ତ୍ତା, ମୁଁ ହିଁ ସବୁ କରୁଛି ଏବଂ କରାଉଛି। ଯେତେବେଳେ ଆପଣଙ୍କର କ୍ରିୟା ଅଭ୍ୟାସ କରି କରି ଆପଣ ପ୍ରାଣ ଯେତେବେଳେ ଶକ୍ତି ମଥା ଉପରକୁ ଉଠିଯିବ, ଆଜ୍ଞା ଆଉ ସହସ୍ରରେ ସ୍ଥିତ ହେଇଯିବ, ଆପଣ ଭିତରେ ସ୍ପୋଣ୍ଟାନିୟସ୍ ଆତ୍ମବୋଧ ଜ୍ଞାନ ଆସିଯିବ।
ଅଟୋମେଟିକ୍ ଆତ୍ମବୋଧ ଜ୍ଞାନ ଆସିଯିବ। ଏଥିପାଇଁ କ'ଣ ଦରକାର? ଏଥିପାଇଁ ଅଭ୍ୟାସ ଦରକାର। ଯେତେ ଆପଣ ଅଭ୍ୟାସ କରିବେ ଶ୍ରଦ୍ଧାର ସହିତ, ଭାବର ସହିତ, ଭକ୍ତିର ସହିତ ସମର୍ପିତ ହେଇକି ଯଦି ଅଭ୍ୟାସ କରିବେ, ଆପଣଙ୍କର ସବୁ ସମୟରେ ଆପଣ ମନ ଶୁଦ୍ଧ ଏବଂ ପବିତ୍ର ହେବାକୁ ଲାଗିବ। ଆପଣ ଭିତରୁ ଯେଉଁ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ଭାବ ଧୀରେ 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 ସବୁ ହଟିଯିବ ଏବଂ ମନ ଶୁଦ୍ଧି ଏବଂ ପବିତ୍ର ହେବ। ଯେତେବେଳେ ମନ ଶୁଦ୍ଧି, ନିର୍ମଳ, ପବିତ୍ର ହେବ, ଆପଣ ଉପଲବ୍ଧି କରିବେ ମୋ ଭିତରେ ଆତ୍ମା ଅଛି ବା ଭଗବାନ ଅଛନ୍ତି, ସବୁ କାମ କରୁଛନ୍ତି ଏବଂ କରାଉଛନ୍ତି। ସବୁ ପ୍ରକାର ସାହାଯ୍ୟ ସହଯୋଗ ଆପଣଙ୍କୁ ମିଳିବ। ଆପଣ ପ୍ରତ୍ୟେକ କ୍ଷେତ୍ରରେ ସକ୍ସେସଫୁଲ୍ ହେବେ। ଦେହ ସୁସ୍ଥ ରହିବ, ମନ ସୁସ୍ଥ ରହିବ ଏବଂ ଶରୀରରେ ନୂଆ ନୂଆ ସେଲ୍ସ ସବୁ ମାନେ କୋଟି କୋଟି ସେଲ୍ସ ନୂଆ ନୂଆ ସବୁ ଗଢ଼ା ହେଇଯିବ, ମାନେ ଅଟୋମେଟିକ୍ ସବୁ ସୃଷ୍ଟି ହେଇଯିବ। ଆପଣ ବ୍ରେନ୍ଟା ଏଭଳି ବ୍ରେନ୍ ହେଇଯିବ ଯେ ଆପଣ ଗୋଟେ କ'ଣ ନା ସୁପର ବ୍ରେନ୍ ଆପଣଙ୍କର ହେଇଯିବ। ଆପଣ ପ୍ରତ୍ୟେକଟି ସେଣ୍ଟର ଯେଉଁ ଅଛି ସେରିବ୍ରମ୍ ଭିତରେ ସେଟା ସବୁ ଆକ୍ଟିଭ୍ ହେଇଯିବେ। ଆପଣ ସବୁ କଥାକୁ ଜାଣିପାରିବେ, ଶୁଣିପାରିବେ, ବୁଝିପାରିବେ। ଯେଉଁଟା କହନ୍ତି ଭୂତ ଭବିଷ୍ୟ ବର୍ତ୍ତମାନେ ଯୋଗୀ ଜାଣେ ଯୋଗ ଧ୍ୟାନ, ସବୁଟା ଆପଣ ଜ୍ଞାନ ହେବାକୁ ଧୀରେ 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 ଆପଣଙ୍କୁ ଲାଗିବ। ତେଣୁ ସାଧନା କରନ୍ତୁ, ସାଧନାରେ ମନକୁ ଦିଅନ୍ତୁ, ବିଚାର କରି ଦେଖନ୍ତୁ ମୁଁ ଏତେକ ଦିନ ଏ ଜୀବନଟାକୁ କାଟିଦେଲି, ଆଉ କେତେ ଦିନ କାଟିବି ତାର କିଛି ଗୋଟେ ନିର୍ଦ୍ଦିଷ୍ଟତା ନାହିଁ। କେତେବେଳେ କେଉଁ ମୁହୂର୍ତ୍ତରେ ମୋର ମୃତ୍ୟୁ ହେଇଯିବ ତାର ଠିକ୍ ଆଉ ଠିକଣା ନାହିଁ। ତେଣୁ ଗୁରୁଦେବ କହୁଥିଲେ ତୁମେ ତୀର୍ଥ କରି ଯାଅ ନାହିଁ, ତୁମେ ପ୍ରତ୍ୟେକ ଦିନ ଯାଇକି ଟିକେ ଶ୍ମଶାନରେ ବସ, ଦେଖ ସେଠି ତମର ଦିନେ ଏଇଭଳି ଅବସ୍ଥା ଆସିବ ଯେମିତି ବୁଦ୍ଧଦେବ ଦେଖିଥିଲେ। ଥରେ ଆକାଶକୁ ଚାହଁ ବସିକି, ପ୍ରତ୍ୟେକ ଦିନ ରାତିରେ ଟିକେ ଆକାଶକୁ ଚାହଁ, ଦେଖ ତମ ମନର ଭାବ କିଭଳି ପରିବର୍ତ୍ତନ ହେଉଛି। ତୁମେ ଟିକେ ସମୁଦ୍ର କୂଳରେ ଯାଇ ବସ, ଦେଖ ତମ ମନର ଭାବ କିଭଳି ପରିବର୍ତ୍ତନ ହେଉଛି। ତୁମେ ଯାଇକି ମଝିରେ ମଝିରେ ମେଡ଼ିକାଲକୁ ଯାଅ, ମେଡ଼ିକାଲରେ ଯାଇ ଟିକେ ବସି ଦେଖିକି ଆସ କେମିତି ତମର ମନର ଭାବ ହେଉଛି। କାରଣ ମନକୁ ମାରିବା, ମନକୁ ବୁଝେଇବା, ମନକୁ ଆୟତ୍ତ କରିବା, ମନକୁ ନିୟନ୍ତ୍ରଣ କରିବା, ମନକୁ ସଂଯତ କରିବା, ମନକୁ ଲୟ କରିବା ଏତେ ସାଧାରଣ କଥା ନୁହେଁ। ସେଥିଲାଗି କବୀର କହିଲେ କୋଟିକରେ ଗୋଟିଏ ସନ୍ଥ, କୋଟିକରେ ଗୋଟିଏ ସନ୍ଥ ମନକୁ ଯିଏ ବାନ୍ଧି ପାରେ। ମନ ଯଦି ବନ୍ଧା ହେଇଯିବ, ଏ ସମସ୍ତ 10ଟା ଇନ୍ଦ୍ରିୟ ବନ୍ଧା ହେଇଯିବ। ତମ ଭିତରେ ସେଲ୍ଫ ରିୟଲାଇଜେସନ୍ ହେବ। କେତେବେଳେ ମନ ବନ୍ଧା ହେବ ନା ଯେତେବେଳେ ତମର ଶ୍ୱାସ କୁମ୍ଭକ ହେବ, ସେତେବେଳେ ମନ ବନ୍ଧା ହେଇଯିବ। ଦେଖନ୍ତୁ, ଖାଲି ବସି ଭାବିଲେ ମୋ ଶ୍ୱାସ ପ୍ରଶ୍ୱାସ କେଉଁ ଦିନ 0 ଡିଗ୍ରୀରେ ପହଞ୍ଚିବ, ବିନ୍ଦୁ ହେବ ଘଣ୍ଟା ଘଣ୍ଟା। ସେଇ ବିନ୍ଦୁ ବିଷୟରେ ପଞ୍ଚସଖା ସୁନ୍ଦର ଭଜନ, ଆହେ ଦାସେ ବିନ୍ଦୁ କାହୁଁ ଅଇଲା, କେମତ ପ୍ରକାର ବିନ୍ଦୁ ସୃଷ୍ଟି ହୋଇଲା। ସମସ୍ତ ସଂଖ୍ୟାର ଉତ୍ପତ୍ତି ବିନ୍ଦୁରୁ, ତମର ଜନ୍ମ ବିନ୍ଦୁରୁ, ତମ ମୃତ୍ୟୁ ହେବ ମଧ୍ୟ ବିନ୍ଦୁରେ। ତାକୁ କହିଲେ ଆହୁରି ବହୁତ ସମୟ ଲାଗିବ। ଏତିକି ଶୁଣନ୍ତୁ, ବେଶୀ ଶୁଣିବା ଭଲ ନୁହେଁ। କେମିତି ଏ ଇନ୍ଦ୍ରଗଣକୁ ନିୟନ୍ତ୍ରଣ ଆୟତ୍ତ କରାଯିବ। ଇନ୍ଦ୍ରଗଣ ଯାହାର ନିୟନ୍ତ୍ରଣ ଆୟତରେ ନାହିଁ, ସେ କେତେ ଦୁଃଖ, କେତେ ଯନ୍ତ୍ରଣା, କେତେ କଷ୍ଟ ପାଉଛି, କେତେ ପ୍ରକାର ସମାଜରେ ନିର୍ଯାତିତ ହେଉଛି, ତା ଭାଷା ନାହିଁ, କହିହେବ ନାହିଁ। ତେଣୁ ଇନ୍ଦ୍ରଗଣକୁ ନିୟନ୍ତ୍ରଣ କରିବାର ପ୍ରଥମ ହେଉଛି ବିଚାର। ସେ ବିଚାର ଉପରେ ଇମ୍ପୋର୍ଟାନ୍ସ ଦିଅନ୍ତୁ। ଗୁରୁଗତ ପ୍ରାଣ ହୁଅନ୍ତୁ। 100% ନିଜ ଗୁରୁକୁ ଅନୁସରଣ କରନ୍ତୁ। ସତ୍ସଙ୍ଗର ଆଶ୍ରୟ ନିଅନ୍ତୁ। ସତ୍ସଙ୍ଗକୁ କେବେ ମିସ୍ କରନ୍ତୁ ନାହିଁ। ସତ୍ସଙ୍ଗରେ ଅନେକ କଥା ଶିଖିବାକୁ, ଜାଣିବାକୁ ମିଳେ। ସତ୍ସଙ୍ଗ ପ୍ରଭାବରେ ମନ ଅନେକ ପରିମାଣରେ ଶୁଦ୍ଧ, ପବିତ୍ର ଏବଂ ନିର୍ମଳ ହେଇଯାଏ। ମନ ଅନେକ ପ୍ରକାର ବାହାନା କରିବ, ଅନେକ ପ୍ରକାର ବାଟ ଦେଖାଇବ, ଅନେକ ପ୍ରକାର କନ୍ଦି ବାହାର ସୃଷ୍ଟି କରିବ। ସେ ଚାହିଁବ ଧୀରେ ଧୀରେ ପୁଣି ଅସତରୁ ପୁଣି ଅସତକୁ ଚାଲିଯିବା ପାଇଁ।
तार चालाखी जदि आप जानिबे चिन्हिबे ताहाले से आपको हैरान करे। एग्जाम्पल गोटे गाँव रे जन घोड़ा नाच हो लोकटे ता भितर बसी नाचुची जदि आप देखिए लोकटी माधिया भाई बसी नाचुची घोड़ा भितर आपन किछि लागिबो। बाघ जड़े नाचुची आजिकल सब बाघर नाचुंट आपन किछि लागिबो। अरे भाई कौन ये डुप्लिकेट बाघ ये ओरिजिनल बाघ नुहे। जिते जानी मो मन मत भगारी एमती डिस्टर्बान्स करुच्ची मत असत पथ को नहीं जाऊँगी सत पथ को नहीं पुणी कथा कौट आसला ना पुणी विचार को आसीगला। आपण कौन आ मन कथार पड़े ना 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 तो कथार मु पड़े तू नहीं मत कान बोड़ा दे सारू बस उठ कर सारू आउ हम नहीं तो माइंड इज ब्लाइंड ऑलवेज। साधना करंतु साधना करंतु जिते मथा पर उठी आसबे आपण भीतर स्वतः ब्रह्म ज्ञान आत्मज्ञान उदय हम। मुझा को हुई सदय ज्ञानता हृदय उदय आपण समस्त ज्ञान सहस्र आसब आज्ञा पहुँचब तापर क्रियाशील हम। भगवत दर्शन आज्ञा आ सहस्र हुए भगवत दर्शन आम शरीर जो हार्ट अच्छे से केबे हुए नहीं सेटा गोटे भूल कथा आ विशेष किसी कहवा नहीं। शेष क्रियायोग परंपरार समस्त गुरु मानक मु प्रणाम करुच्ची। विश्वर प्रत्येक संप्रदायर गुरु मानक मु प्रणाम करुच्ची। उपस्थित भगवत स्वरूपगण सबुरी भितर जगन्नाथ उपलब्धि करी मु प्रणाम करुच्ची। सर्वे भवन्तु सुखिन सर्वे सन्तु निरामया सर्वे भद्राणि पश्यन्तु मां कश्चित् दुःख भाग भवेत्। जय गुरुदेव जय जगन्नाथ हरि ओम तत्सत्।